ଆମେ DC1 ର ବ୍ଲକ 7 ୟୁନିଟ୍ 28 ଯେଉଁଟା ଆର୍ଟ ଫର୍ ଚିଲଡ୍ରେନ୍ ପିଲାଙ୍କ ପାଇଁ କଳା ଏ ସମ୍ପର୍କରେ ଟିକେ ଆଲୋଚନା କରିବା। ଆମେ ଜାଣିଛେ ଯେ ପିଲାମାନେ ସାଧାରଣତଃ ମାଟି ଚିତ୍ରକଳା ମଡେଲ ଏସବୁ ଦେଖିବାକୁ ଆଉ ତିଆରି କରିବାକୁ ବେଶ ପସନ୍ଦ କରିଥାନ୍ତି। ସେଇଟା ତାଙ୍କର ଆଗ୍ରହ, ଏ ଗୋଟେ ପିଲାଙ୍କର ମନର ଗୋଟେ କୌତୂହଳ। ଏଇ ଯେଉଁ କୌତୂହଳ ସେମାନେ ଦେଖେଇଥାନ୍ତି, ପ୍ରକାଶ କରିଥାନ୍ତି, ସେଇଟା ହେଉଛି ତାଙ୍କ ଗୋଟେ ସୃଜନଶୀଳତାର, ତାକୁ ଇଂରେଜୀରେ କ୍ରିଏଟିଭିଟି ବୋଲି କୁହାଯାଏ। ଏଇଟା ହେଉଛି ପିଲାମାନଙ୍କର ସୃଜନଶୀଳତାର ଗୋଟେ ପରିଚୟ। ଏଠି ସେମାନେ ବିଭିନ୍ନ ମାଧ୍ୟମରେ ଏଇ ସୃଜନଶୀଳତା ପରିପ୍ରକାଶ କରିଥାନ୍ତି। ସଙ୍ଗୀତ, ତାଳ, ଧ୍ୱନି ଇଏ ମଧ୍ୟ ସେଥିରେ ଅନ୍ତର୍ଭୁକ୍ତ। ତେଣୁ ପିଲାମାନେ ସଙ୍ଗୀତ ଏବଂ ତାଳ ପ୍ରତି ସ୍ୱତଃପୃତ ଭାବରେ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି। ସେମାନେ ଗୋଟେ ଗୀତ ଶୁଣିଲେ ବା ସଙ୍ଗୀତ ଶୁଣିଲେ କିମ୍ବା ଗୋଟେ ଧ୍ୱନି ଶୁଣିଲେ କିମ୍ବା ଗୋଟେ ବାଜା ଶୁଣିଲେ, କୌଣସି ଶବ୍ଦ ଶୁଣିଲେ ତାର ଗୋଟେ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି, ପ୍ରଦର୍ଶନ କରିଥାନ୍ତି। ଏଇଟା ସବୁ ପିଲାଙ୍କ କ୍ଷେତ୍ରରେ ପ୍ରାୟ ପ୍ରଯୁଜ୍ୟ। ଯେଉଁ ପିଲା ଶୁଣିପାରିବନି ବା ଦେଖିପାରିବନି ସେ ଏକ ଅଲଗା କଥା, କିନ୍ତୁ ତଥାପି ସେ ଶୁଣିପାରୁଥିବ, ସେ ଶୁଣିବ, ଗୀତ ଶୁଣିବ। ଯେ କଳା କରିପାରୁଥିବ, ଯେ ଯାହାର ଆଖି ଭଲ ଅଛି ସେ କଳା କରିପାରିବ। ଏପରିକି ସବୁ ପିଲା ତ ଗାରେଇବା ତ ଜାଣିବ ନା, ସେଇଟା ଗୋଟେ ସଙ୍ଗୀତ, ତାଳ, ଧ୍ୱନି, ଚିତ୍ରକଳା ଏଇସବୁ ମାଧ୍ୟମରେ ତାଙ୍କର ସୃଜନଶୀଳତାର ପ୍ରକାଶ କରିବାର ଗୋଟେ ମାଧ୍ୟମ। ସଙ୍ଗୀତ ଏବଂ ଗତିଶୀଳ ତାଳ କାର୍ଯ୍ୟକ୍ରମ ଅନେକ କ୍ଷେତ୍ରରେ ବିକାଶକୁ ସହଜ କରିଥାଏ। ସଙ୍ଗୀତ ମାଧ୍ୟମରେ ପିଲାମାନେ ଶିଖି ବି ଥାନ୍ତି, ଗୀତ ଶିଖିଥାନ୍ତି, ତାଳ ମାଧ୍ୟମରେ ମଧ୍ୟ ବହୁତ କଥା ଶିଖିଥାନ୍ତି। ଏଇଟା ପରବର୍ତ୍ତୀ କାଳରେ ଆମେ ତାକୁ ଆଲୋଚନା କରିବା ଅବଶ୍ୟ, କିନ୍ତୁ ସଙ୍ଗୀତ ପିଲାର ବିଭିନ୍ନ ବିକାଶ କ୍ଷେତ୍ରରେ ଭାରି ସାହାଯ୍ୟକାରୀ ହୋଇଥାଏ। ସଙ୍ଗୀତ କଷ୍ଟ ନୁହେଁ, କିନ୍ତୁ ସହଜ ବି ନୁହେଁ। ଆଉ ଏଇଟା ପିଲାମାନଙ୍କୁ ସୃଜନଶୀଳ ହେବାକୁ ଉତ୍ସାହିତ କରିଥାଏ। ତେଣୁ ଆମେମାନେ ମଧ୍ୟ ସଙ୍ଗୀତ ପ୍ରତି, ଧ୍ୱନି ପ୍ରତି, ତାଳ ପ୍ରତି ପିଲାମାନଙ୍କର କେମିତି ଆଗ୍ରହ ହେବ ସେଥିପାଇଁ ତାକୁ ଆମେ ପ୍ରୋତ୍ସାହିତ କରିବା, ପ୍ରୋତ୍ସାହନ ଦେବା ଦରକାର, ସେମାନଙ୍କୁ ପ୍ରେରଣା ଯୋଗାଇବା ଦରକାର। ତାହେଲେ ସୃଜନଶୀଳତା କ'ଣ? କେତେବେଳେ ଶିଶୁ ବା ପିଲାଟିଏ ସୃଜନଶୀଳ ହୁଏ? ସୃଜନଶୀଳତାକୁ କିଭଳି ପ୍ରୋତ୍ସାହିତ କରିପାରିବା? ଆଉ ଉପଯୁକ୍ତ କଳା କେମିତି ଚୟନ କରିବା? ଆଉ ଆନୁଷଙ୍ଗିକ କ'ଣ କାର୍ଯ୍ୟକ୍ରମ ମଧ୍ୟ ସାଂଗଠନିକ ଭାବରେ କରିପାରିବା, ଯାହାଦ୍ୱାରା କି ପିଲାର ସାମର୍ଥ୍ୟ, ପିଲାର ଦକ୍ଷତା, ପିଲାର ଆଗ୍ରହ ଏସବୁ ବଢ଼ିବ ଏବଂ ତାର ବିକାଶ ମଧ୍ୟ ସମ୍ଭବ ହୋଇପାରିବ। ଉପଯୁକ୍ତ କଳା ଆମେ ଯଦି ଚୟନ କରିବା ତାହେଲେ ସେ ବିକାଶ ପଥକୁ ଆଗେଇ ନେବ। ଗୋଟିଏ କଥା ମନେ ରଖିବା କଥା ଯେ ସୃଜନଶୀଳତା ଅତି ସମ୍ପୂର୍ଣ୍ଣ ନିଜସ୍ୱ। ସୃଜନଶୀଳତାକୁ କୌଣସି ମତେ ନିଜ ଭିତରେ ଉଦ୍ରେକ ନହେଲେ ତାକୁ କିଏ କରିଦେଇ ପାରିବେନି, ବାହାରୁ ଏଇଟା ଆସିପାରିବ ନାହିଁ। ଏଇଟା ପିଲାର ବା ଶିଶୁର ଅନ୍ତର୍ନିହିତ କଥା। ଆଉ ସେ ଅନ୍ତର୍ନିହିତ ତାର ଯେଉଁ ଗୁଣ ଅଛି, ଶକ୍ତି ଅଛି, ତାର ପରିପ୍ରକାଶ ବିଭିନ୍ନ ମାଧ୍ୟମରେ ସେ କରିଥାଏ ଏବଂ ସେଥିପାଇଁ ଚିତ୍ରକଳା ଗୋଟେ ମାଧ୍ୟମ। ଆଉ ଚିତ୍ରକଳାର ଛୋଟ ପିଲାମାନେ ମଧ୍ୟ ଯଥେଷ୍ଟ ଗୁରୁତ୍ୱ ରହିଛି।
ପିଲାମାନେ ସାଧାରଣତଃ ରଙ୍ଗ, ବ୍ରସ୍, ତୁଳି, କାଗଜ ଏସବୁ ଜିନିଷ ପାଇଲେ କିଛି କ'ଣ ଗୋଟେ କରିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ସେଇଟା ସେମାନେ ଶିଖିନଥାନ୍ତି। ସେମାନେ କେଉଁଠୁ ଦେଖିଥାନ୍ତି ବା ନିଜେ ନିଜେ ଗାରେଇବାକୁ ଚେଷ୍ଟା କରିଥାନ୍ତି। ଗୋଟେ ପିଲା ପାଖରେ କିଛି ରଙ୍ଗ ବା ଗୋଟେ ବ୍ରସ୍ ଅଛି କିଛି ବା ତୁଳି ପଡ଼ିଛି, ତାର ଗୋଟେ କାଗଜ ଯଦି ଥିବ ସେଥିରେ ସେ ଗାରେଇବ, କ'ଣ ହେଉଛି ନା ହଉ, କି ପ୍ରକାର ରଙ୍ଗ ହେଉଛି ନା କି ପ୍ରକାର ଚିତ୍ର ହଉ ନା କାହିଁକି। ତେଣୁ ସିଏ ଯେଉଁ ଯଦି ରଙ୍ଗ ଟିକେ ପାଇଲା, ଯଦି ବ୍ରସ୍ ଟିକେ ପାଇଲା, ସେ ତାର ମୌଳିକ ଭାବରେ ବିଚାର କରି ସେ ଗୋଟେ କ'ଣ ଆଙ୍କିବାକୁ ଚେଷ୍ଟା କରେ। ତା ମନକୁ ଯାହା ଆସିଲା ସେ ତାର ଆଙ୍କେ। ଆଉ ସେ ଆଙ୍କିବାଟା ହେଉଛି ସେଇଟା ହେଉଛି ତାର ସୃଜନଶୀଳତାର ଗୋଟେ ସୋପାନ। ସେ ଆଙ୍କି ପାରିଲା ନିଜସ୍ୱ ଢଙ୍ଗରେ ଏବଂ ଚିତ୍ର ଆଉ ଚିତ୍ରକଳା ମାଧ୍ୟମରେ ତାର ନିଜର ଆତ୍ମପ୍ରକାଶ କରିଥାଏ। ଆଉ ଚିତ୍ର ଆଉ ଚିତ୍ରକଳାରେ ନିୟୋଜିତ ହୋଇ ପିଲାମାନେ କେବଳ ସମସ୍ୟାଠୁ ଦୂରରେ ରହନ୍ତି ନାହିଁ। କେଉଁଟେ ସମସ୍ୟା ଅଛି ସେଇଥିପାଇଁ ସେ ଚିତ୍ର ରହିଲେ ମନ ବୁଝିଯିବ ବା ଭୁଲିଯିବ, ଏକଥା ନୁହେଁ। ଏହାଦ୍ୱାରା ପିଲାମାନେ ତାଙ୍କର କୃତିତ୍ୱକୁ ପ୍ରଦର୍ଶନ କରିଥାନ୍ତି। ସୃଜନଶୀଳତା ବା କ୍ରିଏଟିଭିଟିର ଏଇଟା ହେଉଛି ଗୋଟେ ଲକ୍ଷଣ। ଯେଉଁ ଚିତ୍ରଟିଏ ଯେ ଚିତ୍ର ଆଙ୍କେ, ଯେ ସେ ବାସ୍ତୁକାର ହୁଅନ୍ତୁ କି ଚିତ୍ରକାର ଚିତ୍ର ଯେ କରେ ଚିତ୍ରଶିଳ୍ପୀ ହୁଅନ୍ତୁ, ସେ ତାଙ୍କର ସୃଜନଶୀଳତା ଅତି ଚମତ୍କାର, ବହୁତ ବେଶୀ। ପିଲାମାନେ ମଧ୍ୟ ସେଇଭଳି ତାଙ୍କର କଳା ମାଧ୍ୟମରେ ତାଙ୍କ ସୃଜନଶୀଳତାକୁ ପରିପ୍ରକାଶ କରିଥାନ୍ତି। ଏହି ବିଭିନ୍ନ ପ୍ରକାର କଳା ଆଉ ଚିତ୍ରକଳା ଏଥିରେ ନିୟୋଜିତ ହେବା ଦ୍ୱାରା ପିଲାମାନଙ୍କର ସାମଗ୍ରିକ ବିକାଶ ହୋଇଥାଏ। ସାମଗ୍ରିକ ବିକାଶ ଦ୍ୱାରା ଆମେ କ'ଣ ବୁଝୁ? ସେମାନଙ୍କ ମାନସିକ ବିକାଶ, ଜ୍ଞାନାତ୍ମକ ବିକାଶ, ବ୍ୟକ୍ତିତ୍ୱ ବିକାଶ, ଶାରୀରିକ ବିକାଶ ଏବଂ ଭାଷାଗତ ଦକ୍ଷତା ଏସବୁର ବିକାଶ ଘଟିଥାଏ। ତେଣୁ ଏହି ସାମଗ୍ରିକ ବିକାଶ ହେବା ପାଇଁ କଳା, ସଙ୍ଗୀତ, ଚିତ୍ରକଳା ଏସବୁର ବହୁତ ଆବଶ୍ୟକତା ରହିଛି। ପିଲା ପାଖରେ ସେ ଶବ୍ଦ ଭଣ୍ଡାର ସୀମିତ ଥାଏ ବାଲ୍ୟକାଳରେ ଏବଂ ସେ ଯେହେତୁ ତାର ଖଣ୍ଡି ଖଣ୍ଡିକି ଭାଷା ସେ କହୁଥାଏ, ଶବ୍ଦ ବେଶୀ ଶିଖିପାରିନଥାଏ। ତେଣୁ ତାର ମନର ଭାବନା ସେ ଠିକ୍ ଭାବରେ ପରିପ୍ରକାଶ କରିପାରେ ନାହିଁ। ସେଥିପାଇଁ ସେ କ'ଣ କରେ, ଶବ୍ଦ ତ ଆଉ ଧୀରେ ଧୀରେ ସେ ଅନ୍ୟମାନଙ୍କଠୁ ଶିଖେ। ମା କ'ଣ କହୁଛି, ବାପା କ'ଣ କହୁଛି, ଭାଇ ଭଉଣୀମାନେ କ'ଣ କହୁଛନ୍ତି, ଯିଏ ଯତ୍ନ ନେଉଛି ସିଏ କ'ଣ କହୁଛି, ଏଇମାନଙ୍କ ଠାରୁ କିଛି କିଛି ଶବ୍ଦ ଧୀରେ ଧୀରେ ସେ ଶିଖେ। ଆଜିକାଲି ଯୁଗରେ ଆଉ ବିଭିନ୍ନ ପ୍ରକାର ଟେକ୍ନୋଲୋଜିକାଲ ବା ଯାନ୍ତ୍ରିକ ମୋବାଇଲ ମାଧ୍ୟମରେ ହେଉ କି ଅନ୍ୟ ଟିଭିରୁ ହେଉ, ସେ କିଛି କିଛି କଥା ଶୁଣେ, ଦେଖେ, ସେ ଶବ୍ଦକୁ ସେ ଆହରଣ କରେ। କିନ୍ତୁ ବାଲ୍ୟ ଅବସ୍ଥାରେ ତାର ଶବ୍ଦ ଭଣ୍ଡାର ଖୁବ୍ ସୀମିତ ଥାଏ। ତେଣୁ ସେ ତା ମନର କଥାକୁ ସେ ପ୍ରକାଶ କରିବ କେମିତି? ଏଇ ଯେଉଁ ଚିତ୍ର ମାଧ୍ୟମରେ, ଚିତ୍ରକଳା ମାଧ୍ୟମରେ ଏବଂ କିଛି ଆଙ୍କିକିରି ଏଗୁଡ଼ାକ ମାଧ୍ୟମରେ ତାର ମନର କଥାଟାକୁ ସେ ସେଇଥିରେ ପରିପ୍ରକାଶ କରିଥାଏ। ଆଉ এই ଚିତ୍ରକଳାରେ ସେ ଯାହା ପରିପ୍ରକାଶ କରେ ସେ ବେଶ ଗୁରୁତ୍ୱପୂର୍ଣ୍ଣ। ଚିତ୍ରକଳା ମାଧ୍ୟମରେ ପିଲାଙ୍କର ଜ୍ଞାନାତ୍ମକ ବିକାଶ ବା ବୁଦ୍ଧିର ବିକାଶ କୁହନ୍ତୁ ବା ଜ୍ଞାନାତ୍ମକ ବିକାଶ କେତେ ଘଟିଛି ସେ କଥା ମଧ୍ୟ ସୂଚନା ମିଳେ। ତେଣୁ ଚିତ୍ର, ସଙ୍ଗୀତ, ଚିତ୍ରକଳା ଏସବୁର ଗୁରୁତ୍ୱ ବହୁତ ବେଶୀ। ଆଉ ତାହା ପିଲାର ଜ୍ଞାନାତ୍ମକ ଧାରଣା ବା କଗ୍ନିଟିଭ୍ କନସେପ୍ଟ, ପ୍ରତ୍ୟେକ ଜିନିଷକୁ ସେ ଚିହ୍ନିବ, ଜାଣିବ, ସେଇ ଯେଉଁ କଥାଟା ତାକୁ ଯଥେଷ୍ଟ ଆକାରରେ
ସାହାଯ୍ୟ କରିଥାଏ ଚିତ୍ର। ସେ ଯଦି କିଛି କରିବ, ଆଗରୁ ଆଲୋଚନା ଟିକେ କରିଥିଲେ, ସେ ପିଲାମାନେ କରିକିରି ଶିଖନ୍ତି। ଚିଲଡ୍ରେନ୍ ଲର୍ନ ଥ୍ରୁ ବାଇ ଡୁଇଂ। କିଛି କରିକିରି ସେ ଶିଖନ୍ତି। ଏ ଚିତ୍ରକଳା ବା ଚିତ୍ର ଆଙ୍କିବା, ଇଏ କରିକିରି କିଛି ଚିତ୍ର କରିକିରି, ଚିତ୍ରକଳା କରିକିରି, କିଛି ପେଣ୍ଟିଂ କରିକିରି, କିଛି ଅଙ୍କନ କରିକିରି, କିଛି ଡ୍ରଇଂ କରିକିରି ସେ କିଛି କିଛି ସେଇଥିରୁ ସେ ଶିଖେ। ତାକୁ କେତେ ଭଲ ଲାଗେ ତାକୁ ସେ ଆଧାର କରେ। ଯଦି ଭଲ ନ ଲାଗିବ ଆଉ ଗୋଟେ କରିବାକୁ ଚେଷ୍ଟା କରିବ। ତେଣୁ କଳାତ୍ମକ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କର ବା ପିଲାମାନଙ୍କର ଜ୍ଞାନାତ୍ମକ ଧାରଣା ବିକାଶ ହେଇଥାଏ। ଜ୍ଞାନାତ୍ମକ ଧାରଣାର ବିକାଶ ହେଇଥାଏ ଏବଂ ପିଲା ବହୁତ କିଛି କଥା ଶିଖିଥାଏ। ଆଉ ଗୋଟେ କଥା, ଚିତ୍ରକଳାରେ ନିୟୋଜିତ ହେଲେ ସେ ପିଲାମାନଙ୍କର ସୂକ୍ଷ୍ମ ମସ୍ତିଷ୍କର ବିକାଶ ଘଟାଏ। ସୂକ୍ଷ୍ମ ମସ୍ତିଷ୍କର ବିକାଶ ଘଟାଏ କ'ଣ ସେ ଜିନିଷ ସବୁ, ଏବଂ ସେ କଳା ମାଧ୍ୟମରେ ସେ ବିକାଶଟା ଘଟେ। ଏଇଠି କଳା କୁହନ୍ତୁ ବା ଚିତ୍ରକଳା କୁହନ୍ତୁ, ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଧରନ୍ତୁ ମା ମାନଙ୍କ ଗୋଟେ ଛୁଞ୍ଚିରେ ଗୋଟେ ସୂତାଟିଏ ପୁରଉଛି। ଶିଶୁ ତାକୁ ନିରୀକ୍ଷଣ କରେ। ସିଏ ଏ ସୂକ୍ଷ୍ମ ମସ୍ତିଷ୍କର କେତେ ସଠିକ ଭାବରେ ସୂତାଟି ଯାଇପାରୁଛି ସେଇଟାକୁ ସେ ଲକ୍ଷ୍ୟ କରେ। ଏ ସୂକ୍ଷ୍ମ ମସ୍ତିଷ୍କ ହେଉଛି ପୁରା ପରିଷ୍କାର ଏବଂ ଅତି ସୂକ୍ଷ୍ମର କାର୍ଯ୍ୟ କିଭଳି ଭାବରେ କରିପାରିବ। ତେଣୁ ଶିଶୁ ଯଦି ଚିତ୍ରକଳା ଏତେ ଭୂମିକା ଅଛି, ତାହେଲେ ଆମେ ତାକୁ ପ୍ରୋତ୍ସାହିତ କରିବା ଉଚିତ। ଶିଶୁମାନଙ୍କୁ, ପିଲାମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ। ଶିଶୁର କଳାକୁ ପ୍ରଶଂସା କରିବା ଉଚିତ। ମନେ ରଖିବାକୁ ହବ ଯେ ଶିଶୁ ବଡ଼ ଲୋକମାନେ ଯେମିତି ଆର୍ଟ କରିଦେଉଛନ୍ତି, ଶିଳ୍ପୀମାନେ ଯେମିତି ଭଲ ଆର୍ଟ କରିପାରୁଛନ୍ତି, ସେମିତି ଶିଶୁମାନେ କଦାପି ଆରମ୍ଭରୁ ସେମିତି କରିପାରିବେ ନାହିଁ। ଆମେ ସେଇଟା ଆଶା କରିବାଟା ଠିକ ହେବନି। କିନ୍ତୁ ସେ ଯାହା ବି କରୁଛି ତାକୁ ଆମେ ପ୍ରଶଂସା କରିବା ଦରକାର। ତେଣୁ ସିଏ ଗୋଟେ ଧରିଲା, କାଠି ଖଣ୍ଡେ ଧରିଲା, ଗୋଟେ ରଙ୍ଗ ତୁଳି ଧରିଲା, କାଗଜ ପଡ଼ିଛି, ଗୋଟେ ଗଛ ମନେକରେ ଆଙ୍କିଲା। ସେ ତା ମନ ଅନୁସାରେ ଗଛ ଆଙ୍କିଛି। ସେ ଗଛଟାକୁ ଯିଏ ଦେଖୁଛି ସେ କହିବ ଏଇଟା ଗୋଲାପୀ ଗଛ ନୁହଁ। ଏଇଟା ହେଲା ନକାରାତ୍ମକ ମନୋଭାବ। ସେ ଯାହା ବି ଆଙ୍କୁଛି ତାକୁ ଠିକ କରିଛୁ, ଆହୁରି ଏଇଟାକୁ ଏମିତି କର, ଆହୁରି ଏଇଟାକୁ ଏଇଭଳି କର, ଏଇଠି ଏମିତି ଫୁଲ ଫୁଟିବ ବା ଏଇଠି ପତ୍ର ରହିବ, ଏଇଭଳି ସକାରାତ୍ମକ ପ୍ରୋତ୍ସାହନ ତାକୁ ଦେବା କଥା। ତାକୁ କେବେ ହେଲେ କହିବନି ଯେ ନା ଏଇଟା କଦାପି ଗୋଲାପ ଗଛ ନୁହଁ, କି ଏଇ ଯୋଉ ଝିଅ ଚିତ୍ରଟେ କରିଛୁ ଏଇଟା ଗୋଟେ ଝିଅ ଭଳିଆ ଦେଖାଯାଉନି, ବା ଏଇଟା ଗୋଟେ ପୁଅ ଭଳିଆ ଦେଖାଯାଉନି। ଏଇଭଳିଆ ନା ଶବ୍ଦ କଥାଟା ନିଜ ଆଡୁ କେବେ ହେଲେ ନକାରାତ୍ମକ କଥା ଥାଇ କେବେ ହେଲେ ପିଲାଙ୍କୁ ଆମେ କହିବାନି। କାହିଁକି? ଏହା ଦ୍ୱାରା ତା ମନରେ ଗୋଟେ ଭିନ୍ନ ପ୍ରକାର ଧାରଣା ସୃଷ୍ଟି ହେବ ଏବଂ ତାହା ତାର ସୃଜନଶୀଳତାକୁ ବାଧା ଦେବ। ଧଳା କାଗଜ ଉପରେ କିଛି ରଙ୍ଗ ବିଛି ଦିଆଯାଉ ଏବଂ ଯେକୌଣସି ଯାହା ବି ପକେଇବ ଗୋଟେ କି ଦିଟା ରଙ୍ଗ, ସିଏ ଗୋଟେ ଚିତ୍ର ପିଲା ଯଦି ସେମିତି ଖାଲି ଫୋପାଡ଼ି ଦେଲା କିଛି ଧଳା କାଗଜ ଉପରେ କି ଗୋଟେ ଚଦର ଉପରେ କି ଚଟଣ ଉପରେ ଗୋଟେ ରଙ୍ଗ କି ତାପରେ ଆଉ ଗୋଟେ ରଙ୍ଗ, ସିଏ ଗୋଟେ ଚିତ୍ର ଆକୃତି ହେଇଯିବ। ଯାହା ବି ପକେଇବ ସେ ଗୋଟେ ଚିତ୍ର ଆକୃତି ହେଇଯିବ। ସେଇଟାକୁ କାହିଁକି ଏମିତି କଲୁ, ନା ଏମିତି ଆମେ କହିବାନି। ତାକୁ ସେ କରିଛି, ଦେଖିଲୁ କେତେ ସୁନ୍ଦର ହେଇଛି, ଏଇଟାକୁ ତ ଏମିତି ତାକୁ ଆହୁରି କି ଆକାରରେ କେମିତି କରିପାରିବ, ସୁନ୍ଦର କେମିତି ହବ, ତାକୁ ଆହୁରି ପ୍ରୋତ୍ସାହନ ଦେଇ କିଭଳି ଭାବରେ ଆହୁରି ସୁନ୍ଦର ହେଇପାରିବ ତାକୁ କୁହାଯାଇପାରେ, ବା ନିଜେ କରିକିରି ସେ ପାଖରେ ଗୋଟେ ଦେଖେଇଦେବା ଭଲ। ତାହେଲେ ଯେତେବେଳେ ଯଦି ପିଲା ଗୋଟେ କାଗଜରେ କ୍ରେୟନ କି ପେନସିଲ ଧରିକିରି ବା ବିଭିନ୍ନ ପ୍ରକାର କ୍ରେୟନ ଧରିକି ଯଦି ଗୋଟେ ଫୁଲ କି ଗୋଟେ ଗଛ ଟାଣିଛି, ମୋତେ ସେ ଧରିକି ଦେଖାଏ। ଏ କଥା ଆମେ ସମସ୍ତେ
ଜାଣିଛେ ଯେ ପିଲା ଗୋଟେ କିଛି ଚିତ୍ର ଆଙ୍କିଲେ ସେ ଦେଖାଏ, ଯିଏ ପାଖରେ ଥିବ ମା ହୁଅନ୍ତୁ, ବାପା ହୁଅନ୍ତୁ, ଭାଇ ଭଉଣୀ, ପରିବାରର କେହି ବା ଯତ୍ନ ନେଉଥିବା ଲୋକ ଯିଏ ଥିବ ତାକୁ ସେ ଦେଖେଇବ ଯେ ଏଇଟା ମୁଁ କରିପାରିଛି। ସେଇଟା ଭିତରେ ଗୋଟେ ବଡ଼ ଆଚିଭମେଣ୍ଟ, ତାର ଗୋଟେ ବଡ଼ ସଫଳତା। ତେଣୁ ଏହା ଦ୍ୱାରା ସେ କ'ଣ କରେ, ଏହା ଦ୍ୱାରା ଏଇ ଚିତ୍ରଟା ଯେଉଁ ସେ କରିଛି ଏବଂ ଦେଖେଇଛି, ଏହା ଦ୍ୱାରା କ'ଣ ହେଲା, ଏହା ଦ୍ୱାରା ସେ ଆତ୍ମ ଅଭିବ୍ୟକ୍ତି, ନିଜକୁ ସେଲ୍ଫ ଏକ୍ସପ୍ରେସନ୍, ମୁଁ ଏଇଟା କରିପାରିଛି, ଆଉ ସୃଷ୍ଟି କ୍ରିଏଟିଭିଟି ଯାହା କୁହାଯାଏ, ସୃଜନଶୀଳତା, ଏଇଟାକୁ ମୁଁ କରିପାରିଛି। ତେଣୁ ଶିଶୁର ଆତ୍ମ ଅଭିବ୍ୟକ୍ତି, ସୃଷ୍ଟି ପ୍ରତିଭାକୁ କଳା ପ୍ରୋତ୍ସାହନ ଯୋଗାଇଥାଏ ଏବଂ ତା ପ୍ରତିଭାକୁ ମଧ୍ୟ ବିକଶିତ କରିଥାଏ। ଆଉ ଗୋଟିଏ କଥା, ଖେଳନା ଜାତୀୟ ଉପକରଣ ଆମେ ଯଦି ପିଲା ପାଖରେ ରଖିବା, ତାକୁ ଦେବା, ତାହେଲେ ଶିଶୁ ବା ପିଲାଟିଏ କ'ଣ କରେ ନା ତାକୁ ଯାଞ୍ଚ କରେ, ଦେଖେ, ତାକୁ ଧରେ, କେମିତି ଲାଗୁଛି, କ'ଣ, ସେ ତାକୁ ପରୀକ୍ଷା ନିରୀକ୍ଷା କଲା ଭଳିଆ ତାକୁ ଯାଞ୍ଚ କରେ ଏବଂ ଏକାଧିକ ବହୁତ ଉପାୟରେ ତାକୁ ବ୍ୟବହାର କରିବାକୁ ଚେଷ୍ଟା କରେ। ସେ ଭାବେ ଏଇଟାକୁ ମୁଁ କ'ଣ କରିବି, କାନ୍ଥରେ ଲେସିଦେବି, ତଳେ ଢାଳିଦେବି, କାଗଜରେ ଚିତ୍ର କରିବି କି ତୁଳି ନେଇକି ବ୍ୟବହାର କରିବି, ଏଇ କଥା ସବୁ ସେ ବିଭିନ୍ନ ପ୍ରକାର କ'ଣ କ'ଣ କରିପାରିବ ବୋଲି ଭାବେ। ତେଣୁ ଖେଳନା ଜାତୀୟ ଉପକରଣରେ ତା ପାଖରେ ରଖି ଦିଆଯିବ, ସେ ତାର ବ୍ୟବହାର କରିବାକୁ ଚେଷ୍ଟା କରିବ। ଧରନ୍ତୁ କିଛି କାଗଜ, କିଛି ରଙ୍ଗ, ବ୍ରସ୍, କ୍ରେୟନ୍, ପେନସିଲ୍, ଏମିତି ମାନଙ୍କ ତା ପାଖରେ ରଖିଦେବା। ସେ ଦେଖିବ, ସବୁ ଯାକ ପରୀକ୍ଷା କରିକି ଗୋଟି ଗୋଟିକି ଦେଖିବ। ଦେଖି ସାରିଲା ପରେ ତାକୁ କିଭଳି ଭାବରେ ଧୀରେ ଧୀରେ ସରଳ ଭାବରେ ବ୍ୟବହାର କରିପାରିବ, ସେ କଥା ସେ ଭାବି ଚିତ୍ର କରିବାକୁ ଆରମ୍ଭ କରେ ଏବଂ ଏହି ଚିତ୍ର ମାଧ୍ୟମରେ ତା ନିଜକୁ ସେ ପରିପ୍ରକାଶ କରିଥାଏ, ଆତ୍ମପ୍ରକାଶ। ଏଇଟା ତାର ସୃଜନଶୀଳତାର ପରିଚୟ। ସେଇଭଳି ଭାବରେ ଅଙ୍କନ, ଡ୍ରଇଂ କରିପାରେ। ସେ ଯେକୌଣସି ପ୍ରକାର ଗାର ଟାଣିକିରି ସେ କ'ଣ ନା କ'ଣ କରିବ। ପିଲା ଯେଉଁ ଗାରାନ୍ତି, ଖଣ୍ଡେ କାଗଜ ପାଇଲେ, ପେନସିଲରେ, ସେ କ'ଣ କ'ଣ କରିକି ତାଙ୍କ ମନ ଇଚ୍ଛା ସେ ଗାରାନ୍ତି, କିନ୍ତୁ ଦେଖିଲା ବେଳକୁ ସେ ଗୋଟେ ପ୍ରକାର ଚିତ୍ର ହିଁ କରିଥିବ। ସେ ତା ମନକୁ ଯାହା ଆସିଲା ସେ କରିଛି, କିନ୍ତୁ ସେ ସୃଜନଶୀଳତାର ପରିଚୟ। ତେଣୁ ଶିଶୁର ଆତ୍ମ ଅଭିବ୍ୟକ୍ତି ତାର ବିକାଶ ଉପରେ ଆଧାରିତ। ସେ କେମିତି ନିଜକୁ ପରିପ୍ରକାଶ କରୁଛି, ତାର ବିକାଶ ଉପରେ ଏଇଟା ସମ୍ପୂର୍ଣ୍ଣ ଭାବରେ ଆଧାରିତ। ଚିତ୍ର, କଳା, ସଙ୍ଗୀତ, ନୃତ୍ୟ ଏବଂ ଅନ୍ୟ ଯାହା କିଛି ତାକୁ ଦେଲେ ତାକୁ ସେ ବ୍ୟବହାର କରିବ, ଚିତ୍ରଟିଏ ଟାଣିବ ବା କୌଣସି ଏକ ଚିତ୍ର କଳା କରିବ, କି ଗୋଟେ ମଣିଷର ଚିତ୍ର କରିପାରେ, ଗୋଟେ ପକ୍ଷୀର ଚିତ୍ର କରିପାରେ, ଗୋଟେ ଗଛର ଚିତ୍ର କରିପାରେ, ଗୋଟେ ପେଣ୍ଡୁର ଚିତ୍ର କରିପାରେ, କିମ୍ବା ଗୋଟେ ଖାତାର ଚିତ୍ର କରିପାରେ, ତା ମନକୁ ଯାହା ଆସିଲା। ଗୋଟେ ଘରର ଚିତ୍ର କରିପାରେ, କୌଣସି ଫଟୋକୁ ଦେଖିକି ମଧ୍ୟ ସେ ଚେଷ୍ଟା କରିବ କରିବା ପାଇଁ। ଏଇ ଯେଉଁ ଜିନିଷ ସେ ଚିତ୍ର କଲା, ଏଗୁଡ଼ିକ ସବୁ ହେଉଛି ସୃଜନଶୀଳତାର ପରିଚୟ। ଗୋଟେ କ୍ରେୟନ୍ ଗୋଟେ ପିଲା ପାଇଛି ବା ଗୋଟେ ପେନସିଲ ପାଖରେ ତାର ଅଛି, ଗୋଟେ କାଗଜ ଖଣ୍ଡେ ଅଛି, ସେ ତଳୁ ଉପରକୁ ଗାର ନେଇପାରେ, ଉପରୁ ତଳକୁ ଗାର ନେଇପାରେ, ବାଁ ପଟରୁ ଡାହାଣ ପଟକୁ ଗାର ନେଇପାରେ, ଡାହାଣ ପଟରୁ ବାଁ ପଟକୁ ନେଇପାରେ, ବୃତ୍ତ କରିପାରେ, ଅର୍ଦ୍ଧବୃତ୍ତ କରିପାରେ, ଚାରିଗୁଣିଆ କରିପାରେ, ତିନି ଗୁଣିଆ କରିପାରେ, କେତେ ପ୍ରକାର ତା ମନକୁ ଯାହା। କିନ୍ତୁ ସେ ଯାହାଟା ବି କରୁଛି, ଏଇଥିରେ ଇନ୍ଦ୍ରିୟ କାରକର ସଂଯୋଜନ ବେଶ ଭଲ ରହେ। ଏଇଥିରେ ତାର ବୁଦ୍ଧି, ତାର ଯାହା ଆମେ ଆଗରୁ କଥା କହୁଥିଲେ, ସୂକ୍ଷ୍ମ ମସ୍ତିଷ୍କ କାମ କରେ। ସୂକ୍ଷ୍ମ ମସ୍ତିଷ୍କ ନିର୍ଦ୍ଦେଶରେ ତାର ଆଖି, ତାର ହାତ ଠିକ ଭାବରେ କାମ କରିଥାଏ। ସେ ଗୋଟେ ବୃତ୍ତ କରୁଛି, ତାକୁ ଭଲ ଲାଗୁଛି। ସେ ଦେଖୁଛି ଚନ୍ଦ୍ରଟା ଗୋଲାକାର ବା ବହୁ ଜିନିଷ ଗୋଲାକାର ଅଛି, ବା ଗ୍ଲୋବ ଦେଖିଲେ ଗୋଲାକାର ଅଛି। ସେ ରୋଲ ବାଡ଼ି ଦେଖିଛି, ସ୍କେଲ ଦେଖିଛି ଲମ୍ବା, ତେଣୁ ସେଭଳିଆ ଗୋଟେ ଗାର ଟାଣିବାକୁ ଚେଷ୍ଟା କରେ।
ଉପରୁ ଗୋଟେ ଠେଙ୍ଗା ଯଦି ଦେଖିଛି ସେ ଠେଙ୍ଗାଟା ଉପରୁ ତଳକୁ ବା ତଳୁ ଉପରକୁ କରିପାରେ। ଏ ସବୁ ଗୁଡ଼ିକ ତାର ସୃଜନଶୀଳତାର ପରିପ୍ରକାଶ। ଆଉ ଗୋଟେ କଥା, 4 ବର୍ଷର ପିଲା ସେ ମନେକର ଗୋଟେ ପେନସିଲ ପାଇଲା, ଗୋଟେ କାଗଜ ପାଇଲା, ସେ ଗୋଟେ ମଣିଷ ଚିତ୍ର ଆଙ୍କିଲା। ସେ ଖାଲି ଗୋଲଟେ କରିବ, ବାଳ ଟିକେ ଟିକେ 2-4ଟା ଗାର ମାରିଦେବ ଉପରେ, ଗୋଟେ ଲମ୍ବା ତଳକୁ କରିଦେଇକି ହାତ ଭଳିଆ 2ଟା ଗାର, ଗୋଡ଼ 2ଟା କରିଦେବ। 4 ବର୍ଷର ପିଲା ପାଇଁ ଏଇଟା ଯଥେଷ୍ଟ। 4 ବର୍ଷ ଥିଲା ପାଇଁ ଡ୍ର ଏ ମ୍ୟାନ୍ ଯାହାକୁ କୁହାଯାଏ, ତାକୁ ଡ୍ର ଏ ମ୍ୟାନ୍, ଗୋଟେ ମଣିଷ ଚିତ୍ର କରିବା। କୋଉ ବର୍ଷର ପିଲା କେତିକି କରିପାରିଲା? ଯଦି 4 ବର୍ଷର ପିଲା ଏତିକି କରିପାରିଲା, ତାର କ୍ରିଏଟିଭିଟି ବା ତାର ସୃଜନଶୀଳତା ବେଶ ଯଥେଷ୍ଟ। ସେ ବୁଦ୍ଧିମାନ ପିଲାମାନେ ତାକୁ ବିଚାରକୁ ନେବାକୁ ହବ। କିନ୍ତୁ 9 ବର୍ଷର ପିଲା ତାଠୁ ଉନ୍ନତ ଧରଣର କରିବ, ମଣିଷର ହାତ, ଗୋଡ଼, ଆଖି, କାନ, ନାକ, ଗୋଡ଼ ସବୁ କିଛି ସେ ଜାଣିପାରିଛି ମଣିଷଟାର କ'ଣ କ'ଣ ଥାଏ। ତେଣୁ 4 ବର୍ଷର ପିଲା ଯଦି ଗୋଟେ କେବଳ ମୁଣ୍ଡଟିଏ କରିକି 2ଟା ଆଖି ଆଉ 2-4ଟା ଗାର ଉପରେ ମାରିଦେଲା, ବାଳ ଦେଖେଇବାକୁ, କାନ ପାଇଁ 2ଟା, ଲମ୍ବା 2ଟା ହାତ, ଗୋଡ଼, ଯଦି ସେତିକ ସେ କଲା, ସେ ମଣିଷର ଚିତ୍ର, ମଣିଷର କନସେପ୍ଟ, ତାର ଜ୍ଞାନାତ୍ମକ ବିକାଶ ହେଇଛି ବୋଲିକିରି ତାକୁ ଆମେ ଧରିବା। ତେଣୁ 4 ବର୍ଷର ପିଲା ଯେଉଁଭଳି ଭାବରେ ଗୋଟେ ଚିତ୍ର କରିଥାଏ, 9 ବର୍ଷ 10 ବର୍ଷ ପିଲା ତା ଅପେକ୍ଷା ଭଲ ଚିତ୍ର କରିପାରେ ଏବଂ ପରିମାର୍ଜିତ ଭାବରେ କରିପାରେ। ତେଣୁ ଅଙ୍କନ ସୃଜନଶୀଳତାର ମଧ୍ୟ ଅନ୍ୟ ଏକ ଅଙ୍ଗ। ଆଉ ଗୋଟେ କଥା, ଚିତ୍ରକଳା। ଚିତ୍ର ଅଙ୍କନ ତୁଳନାରେ ଚିତ୍ରକଳା ପ୍ରୟୋଗ ପାଇଁ ବହୁତ ସୁଯୋଗ ଦେଇଥାଏ। ଚିତ୍ରକଳା କେମିତି କରିପାରିବା? ଧରନ୍ତୁ ଗୋଟେ ଓସାରିଆ ବ୍ରଶ, କାଗଜ ଖଣ୍ଡେ, ରଙ୍ଗ କିଛି, ତାକୁ ଅନେକ ଥୁଆ ହେଲା, ବିଭିନ୍ନ ପ୍ରକାର ରଙ୍ଗ ତ ଅଛି। ସେ ଯଦି ରହିଲା, ସେ ତୁଳିରେ ସେ ରଙ୍ଗକୁ ଆଣିକି ରଙ୍ଗରେ ତୁଳିକି ବୁଡ଼େଇ ତାକୁ କାଗଜରେ ସେ ମାରେ। ଏ ବିଭିନ୍ନ ପ୍ରକାର ଭାବରେ ମାରିଲା ବେଳେ ସେ ଗୋଟେ ପ୍ରକାର ଚିତ୍ରକଳା ହେଇଯାଏ। ତାକୁ ମଧ୍ୟ ଦେଖିଲେ ଖୁସି ଲାଗେ। ଗୋଟେ ସେ ନାଲି କଲର, ଗୋଟେ ହଳଦିଆ କଲର, ଗୋଟେ ହଳଦା କଲର, କୋଉଠି ନୀଳ କଲର, କୋଉଠି କଳା ଦେଇଥିବ। ଏ ସବୁ ଦେଖିବାକୁ ସେ ଗୋଟେ ଆକାର ଚିତ୍ରକଳା, ସେ ଗୋଟେ ପ୍ରକାର ରୂପ ନେଇଯାଇଥିବ। ଏଇ ଯାହାଟା ସେ କରିଛି, ଏଇ ଚିତ୍ରକଳା, ଇଏ ମଧ୍ୟ ସୃଜନଶୀଳତା ବିକାଶର ଏକ ପରିଚୟ। ଏହା ବି ହେଇପାରେ ସେ ରଙ୍ଗ, ସେ ବ୍ରଶକୁ ନେଇ ସେ ରଙ୍ଗରେ ଛୁଇଁ ଆଣିକିରି କାଗଜରେ ବା ଚଟାଣରେ ବିନ୍ଦୁ ବିନ୍ଦୁ କରି ଥୋଇବ, କିମ୍ବା ଗାର ଟାଣିବ, ଉପରକୁ ତଳକୁ କରିପାରେ, ତଳୁ ଉପରକୁ କରିପାରେ, ଗୋଲ କରିପାରେ, ବୃତ୍ତାକାର, ଅର୍ଦ୍ଧବୃତ୍ତାକାର, 4 କୋଣିଆ, 3 କୋଣିଆ, କ'ଣ ବି କରିପାରେ। ଏବଂ ଏଇ ଯେଉଁ ଚିତ୍ରକଳା ସେ କଲା, ଏଇଟା ବିଭିନ୍ନ କଲରକୁ ନେଇକିରି, ଏବଂ କଲର କମ୍ବିନେସନ ଯେଉଁ କରିଛି, ଏଇଟା ହଳଦିଆ ଦେଲା, କେଉଁଠି ନାଲି ଦେଲା, କେଉଁଠି କଳା ଦେଲା, କେଉଁଠି ହଳଦା ରଙ୍ଗର ଦେଲା, କେଉଁଠି କେଉଁ ରଙ୍ଗ ଦେଇଛି। ଏଇ ରଙ୍ଗ ତା ମନକୁ ଯାହା ଆସିଲା ସେ ଯେଉଁ ଦେଇଛି, ରଙ୍ଗ ଦେଲା, ଚିତ୍ରକଳା କଲା, ଏଇଗୁଡ଼ାକ ହେଉଛି ସୃଜନଶୀଳତାର ଅନ୍ୟ ଏକ ପରିଚୟ। ଏବଂ ଏଥିପାଇଁ ଯଦି ସମ୍ଭବ ଗୋଟେ ଆପ୍ରନ୍, ଛୋଟିଆ ଆପ୍ରନ୍ ପିଲାକୁ ପିନ୍ଧେଇ ଦେଇଥିଲେ ଭଲ, କାରଣ ତାର ଦେହରେ ତୁଳି ଲାଗିକି ଦାଗ ରହିବ ବା ତା ଜାମାପଟା ବି ନଷ୍ଟ ହେବାର ସମ୍ଭାବନା ଥାଏ। ଚିତ୍ରକଳାରେ ବିଭିନ୍ନ ପ୍ରକାର ଭିନ୍ନତା ମଧ୍ୟ ଅଛି। କୌଣସି ଗୋଟେ ସ୍ପ୍ରେ ଚିତ୍ରକଳା ବୋଲି ଆମେ କହୁଛୁ, ଯେମିତି ପିଚକାରୀ ମାରିଲା ଭଳିଆ। ସେମିତି କ'ଣ କରିବା ନା, କନା ଖଣ୍ଡେ ଯଦି ତା ପାଖରେ ଥିବ, କନା ବା ତୁଳା ଟିକେ, ତାହେଲେ ସେ ତାକୁ ଧରିକି ଛାଡ଼ିବ। କିମ୍ବା ଯଦି ଛୋଟ ପାଇପ୍ଟିଏ ଥିବ, ତାହେଲେ ସେଇଥିରେ ଆଣିକିରି ରଙ୍ଗକୁ ଆଣିକିରି ସେ ତାକୁ ସ୍ପ୍ରେ କରିବାକୁ ଚେଷ୍ଟା କରିବ। ସ୍ପ୍ରେ କଲେ ବିଭିନ୍ନ ପ୍ରକାର ଆକୃତିର ବିନ୍ଦୁ 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 ପଡ଼ିକି ସେ ଗୋଟେ ପ୍ରକାର ଚିତ୍ର ଦେଖେଇବ, ଚିତ୍ର ଭଳିଆ ଦେଖାଯିବ। ଏବଂ ସେମିତି ବାଲି ସାହାଯ୍ୟରେ ମଧ୍ୟ ସେ କରିପାରିବ। ତେଣୁ ବାଲି ଚିତ୍ରକଳା, ତାକୁ କ'ଣ ବାଲି ଉପରେ
ମାନେ କିଛି ଅଠା ଗୋଟେ କାନ୍ଥରେ କିମ୍ବା ଗୋଟେ କାଗଜରେ ଲଗେଇଦେଲେ, ଅଠା ମାନେ ଘରର ଚାଉଳ କିମ୍ବା ମଇଦାକୁ ଗରମ ପାଣିରେ ସିଝେଇକି ଗୋଟେ ଅଠା ଭଳିଆ କରିକି ତାକୁ ଥଣ୍ଡା କରି ତାକୁ ମନେକ ରଖିଦିଆଯାଉ। ପିଲା ରଖିଲେ ସେ ପିଲା ମନକୁ ମନ ସେଥିରୁ ଟିକେ ନେଇକି ସେ କାଗଜରେ ମାରିବ। ଯଦି ବାଲି ଥିବ ତାହେଲେ ସେ ବାଲି ପକେଇକିରି ତାକୁ ମଧ୍ୟ ଗୋଟେ ଚିତ୍ରକଳା କରିବାକୁ ଚେଷ୍ଟା କରିପାରେ। ଆହୁରି ବଢ଼ିଆ ଘଟିବ ଯଦି କିଛି ରଙ୍ଗ ସେ ପାଖରେ ଥିବ, ତାହେଲେ ସେ ରଙ୍ଗ ମଧ୍ୟ ସେ ବାଲି ଉପରେ ପକେଇକିରି 3-4ଟା ପ୍ରକାର ରଙ୍ଗ ଦେବାକୁ ଚେଷ୍ଟା କରିବ। ଦେଖାଯିବ ସ୍ପ୍ରେ ଚିତ୍ରକଳା ତ ଗୋଟେ ପ୍ରକାର, ଇଏ ବାଲୁକା ଚିତ୍ରକଳା ମଧ୍ୟ ଅନ୍ୟ ଏକ ପ୍ରକାର ହେଇକି ଦେଖାଯିବ। ଏଇଟା ମଧ୍ୟ ଗୋଟେ ସୃଜନଶୀଳତାର ପରିଚୟ। ସେମିତି ସୂତା ସାହାଯ୍ୟରେ ମଧ୍ୟ ଚିତ୍ରକଳା କରାଯାଇପାରେ। ଗୋଟେ ସୂତା କିଛି ଗୋଟେ ଗୋଟେ ଗିନାରେ ଏକ ନିର୍ଦ୍ଦିଷ୍ଟ ରଙ୍ଗ ରଖି ଦିଆଯାଉ, ଆଉ ଗୋଟେ ଗିନାରେ ଆଉ କିଛି ରଙ୍ଗ, ଆଉ ଗୋଟେ 2-3ଟା ଗିନାରେ ଭିନ୍ନ ପ୍ରକାର ରଙ୍ଗ ରଖିଦିଏ। ଶିଶୁ ସୂତା ଖଣ୍ଡିକ ପାଇଲା, ତା ପାଖରେ ଯଦି ଥିବ ସେ ସୂତାକୁ ନେଇକି ସେଠି ପାଣିରେ କିଛି ବୁଡ଼େଇବ। ତାପରେ ତାକୁ ଆଣି ପାଖରେ ଥିବା କାଗଜ ହଉ ବା ଖବରକାଗଜ ବା ମଲାଟ ମାଟିଆ କାଗଜ ଯାହା ଥିବ ସେଇଥିରେ ସେ ତାକୁ ଧରିକି ଟାଣିବାକୁ ଚେଷ୍ଟା କରିବ, ବୁଲେଇବାକୁ ଚେଷ୍ଟା କରିବ। ଦେଖାଯିବ ସେ ଗୋଟେ ରକମର ଚିତ୍ରକଳା ହେଇଯାଇଛି। ଗୋଲ ଗୋଲ ହଉ, ଲମ୍ବା ହଉ, 4 ଗୁଣିଆ ହଉ, 3 ଗୁଣିଆ ହଉ, ବୃତ୍ତାକାର ହଉ, ଇଏ ଗୋଟେ ପ୍ରକାର ରୂପ ନେଇଯାଇଛି। ତେଣୁ ଇଏ ମଧ୍ୟ ଗୋଟେ ପ୍ରକାର ସୂତା ସାହାଯ୍ୟରେ ମଧ୍ୟ ଚିତ୍ରକଳା କରାଯାଇପାରିବ। ସ୍ପ୍ରେ ଚିତ୍ରକଳା କରାଯାଇପାରିବ, ବାଲୁକା ଚିତ୍ରକଳା କରାଯାଇପାରିବ, ସୂତା ସାହାଯ୍ୟରେ ମଧ୍ୟ ଚିତ୍ରକଳା ଶିଶୁମାନେ କରିପାରନ୍ତି। ଆଉ ଗୋଟେ ଜିନିଷ, ପିଲା ତ ହାତ ଅଛି, ପାପୁଲି ଅଛି, ବେଳେବେଳେ ସେ ହାତକୁ ବା ପାପୁଲିକୁ ସେ ରଙ୍ଗରେ ମାରି ତାକୁ ଆଣି ଯେଉଁ ପାଖରେ ଥିବା କାଗଜ ବା ଖବରକାଗଜ ବେଳେବେଳେ କାନ୍ଥରେ ମଧ୍ୟ ତାକୁ ଲଗେଇ ଦିଅନ୍ତି। ସେ ଏକ ଛାପ ହେଇକି ଦେଖାଯାଏ। ସେ ମଧ୍ୟ ଗୋଟେ ପ୍ରକାର ଚିତ୍ରକଳା। ଏଇଟା ମଧ୍ୟ ଗୋଟେ ସୃଜନଶୀଳତାର ପରିଚୟ। ସେମିତି ଗୋଟେ ଟବରେ ବା ଗୋଟେ ବାଲ୍ଟିରେ କିଛି ପାଣି ରଖି କିଛି ଅଳ୍ପ କିଛି କିରୋସିନରେ କିଛି ରଙ୍ଗ ମିଶାଇ ଦିଅ, ତାପରେ ଢାଳି ଦିଅ। ପାଖରେ ଥିବା ପତ୍ର ବା ଆଉ କିଛି ଜିନିଷ, ଫୁଲ ସେ ପାଖରେ ତାକୁ ରଖି ଦିଆଯାଉ। ସେ ଆଣିକିରି ସେ ଫୁଲଟିଏ ଧରିବ, ସେ ପାଣିରେ ଛୁଇଁବ, ତାକୁ ନେଇକି ପୁଣି କାଗଜରେ ପକେଇବ। ବା ପତ୍ରଟିଏ ଧରିଲା, ସେ କାଗଜ ଯେଉଁ ପାଣି ଉପରେ କିରୋସିନି ସହିତ ଯେଉଁ ରଙ୍ଗ ଟିକେ ମିଶିକି ଅଛି ତାକୁ ନେଇ ସେ ରଖିଥିବା କାଗଜରେ ଥୋଇବ, ସିଏ ଗୋଟେ ପ୍ରକାର ଚିତ୍ର ହେଇଯିବ। ସିଏ ମଧ୍ୟ 2-4ଟା ପତ୍ର ଏମିତି କଲାବେଳକୁ ସେ ଗୋଟେ ପ୍ରକାର ଚିତ୍ରକଳାର ମଧ୍ୟ ଗୋଟେ ରୂପ ନେଇଯିବ। ସେ ମଧ୍ୟ ବହୁତ ସୁନ୍ଦର ଦେଖାଯାଏ। ତେଣୁ ପତ୍ର ଫୁଲରେ ମଧ୍ୟ ଚିତ୍ରକଳା କରାଯାଇପାରିବ। ବିଭିନ୍ନ ରକମର ରଙ୍ଗ ପାଖରେ ଯଦି ଥାଏ, ପତ୍ରକୁ ସେ ରଙ୍ଗମାନଙ୍କରେ ଲଗେଇ ସେଥିରେ କାଗଜରେ ହଉ କି କପଡ଼ାରେ ହଉ କି ଚଟଣାରେ ହଉ ଯଦି ଲଗାଏ, ସେତେବେଳେ ସେ ଏକ ସୁନ୍ଦର ଚିତ୍ରକଳାର ରୂପ ନେଇଥାଏ। ତେଣୁ ସବୁବେଳେ ବ୍ରସ୍ କିଣିବା ଗୋଟେ କିଛି ଆବଶ୍ୟକତା ବି ନଥାଏ। ତେଣୁ ବେଳେବେଳେ ବ୍ୟବହାର ହୋଇଯାଇଥିବା ଦାନ୍ତ ବ୍ରସ୍କୁ ଧୁଆଧୁଇ କରି ସଫା କରି ଯଦି ଥିବ, ତାକୁ ବି ପିଲା ବ୍ୟବହାର କରିପାରିବେ। ଯଦି ତା ନ ହେଲା ତାହେଲେ ଏ ଯେଉଁ କେତେକ ଦାନ୍ତ କାଟିକି ଛେଚିକିରି ତାକୁ ମଧ୍ୟ ବ୍ରସ୍ ବ୍ୟବହାର କରାଯାଇପାରେ। କେତେକ ନଡ଼ିଆ ବାହୁଙ୍ଗାର ଖଣ୍ଡ ଅଂଶକୁ ଛେଚିକିରି ତାକୁ ମଧ୍ୟ ବ୍ରସ୍ ଭଳି ବ୍ୟବହାର କରାଯାଇପାରେ। ଆଉ ୟା ବ୍ୟତିରେକ ଖଣ୍ଡେ କନା ବାନ୍ଧି ଦେଇ ଗୋଟେ ଲମ୍ବା କାଠିରେ, ଲମ୍ବା ଭଳିଆ ଯେଉଁ ସାନ ଛୁଆ ଧରିଲା ଭଳିଆ ଗୋଟେ ଛୋଟ କାଠି, ସେ କାଠିରେ ହ୍ୟାଣ୍ଡେଲ ଟିକେ ହାତରେ ଧରିପାରିବ, ଆଉ କିଛି ଲମ୍ବା ଥିବ। ତାର ଗୋଟେ ଅଂଶରେ ଯଦି କନାକୁ ବାନ୍ଧି ଦିଆଯାଏ, ସିଏ ମଧ୍ୟ ଗୋଟେ ବ୍ରସ୍ର କାମ କରିବ। ତେଣୁ ଇଏ ଗୋଟେ ପ୍ରକାର ଚିତ୍ରକଳା ମଧ୍ୟ କରିପାରିବ ପିଲାମାନେ। ତା ବ୍ୟତୀତ ହାତ ପେଣ୍ଟିଂ ମଧ୍ୟ ପିଲାମାନେ କରିପାରିବେ। ଅଟା ବା ଚାଉଳ ଗୁଣ୍ଡକୁ
ଗରମ ପାଣିରେ ପକେଇକି ତାକୁ ଥଣ୍ଡାକି ରଖିଦେବ। ତାକୁ ଗୋଟେ ଚଦର ଉପରେ ହଉ କିମ୍ବା ଗୋଟେ ଖବରକାଗଜ ଉପରେ ହଉ ବା କାଗଜ ଯେକୌଣସି କାଗଜ ଉପରେ ହଉ ବା ପୁରୁଣା ଖବରକାଗଜ ଉପରେ ହଉ ତା ପାଖରେ ରଖି ଦିଆଯିବ। ପିଲା ପିଲା କ'ଣ କରିବ ନା ସେ ଯେଉଁ ଅଠା ପେଷ୍ଟ ତାକୁ ଆଣି ସେଇଥିରେ ମାରି ସେ କାଗଜରେ ମାରିବ ବା ସେ ଚଦରରେ ମାରିବ ଏବଂ ପାଖରେ ଥିବା ରଙ୍ଗ କିଛି ମିଶେଇକିରି ରଙ୍ଗ ପାଉଡ଼ର ଥିଲେ ତାକୁ ନେଇ ପକେଇବ। ସେ ସେ ଗୋଟେ ରକମର ଚିତ୍ରକଳା ଦେଖାଯିବ। ତାକୁ ହାତ ପେଣ୍ଟିଂ ଆମେ କହିବା। ସେମିତି ହାତର ଆଙ୍ଗୁଠିରେ ତାକୁ ମଧ୍ୟ ସେ ନେଇକିରି ସେ ଯେଉଁ ଅଟାରେ ବା ଯେଉଁ ଚାଉଳ ଚୁନା ବା ଗହମ ଚୁନାରେ ଯେଉଁ ତିଆରି ହେଇଥିବ ଅଠା ଭଳିଆ ପେଷ୍ଟ ହେଇଥିବ ତାକୁ ତ ଗରମ ପାଣିରେ ପକେଇକି ଅଠା ଭଳିଆ ଆମେ କରିଦେଇଥିବା। ତାକୁ ଯଦି ରଖିଦିଆଯିବ ସେ ହାତରେ ଆଙ୍ଗୁଠିରେ ନେଇକି ସେ ବୋଳିବ ସବୁ। ସିଏ ମଧ୍ୟ ଗୋଟେ ପ୍ରକାର ହାତ ପେଣ୍ଟିଂ ବୋଲି ତାକୁ ଆମେ କହିବା। ପିଲାର ଛାପ। ଏବେ ପୂର୍ବ କାଳରେ ଯେତେବେଳେ କ୍ୟାମେରା ନଥିଲା ବା ଗାଁ ଗହଳିର ଲୋକମାନେ ବେଳେବେଳେ କ'ଣ କରୁଥିଲେ, ଛୋଟ ଶିଶୁର ତ ଫଟୋ ଉଠେଇକି ଯାଇ ଅନ୍ୟ ସ୍ଥାନକୁ ଯାଇପାରୁନଥିଲେ, ତାକୁ ଦେଖେଇବେ କେମିତି? ତାଙ୍କ ପିଲାଙ୍କର ପାଦର ଚିହ୍ନକୁ ହଳଦୀରେ ବା ହାତର ପାପୁଲିକି ହଳଦୀରେ ହାତ ଆଉ ଗୋଡ଼ର ଚିହ୍ନକୁ ଗୋଟେ କାଗଜରେ ଦବେଇ ଦେଉଥିଲେ। ସେଇଟାକୁ ନେଇକିରି ଯାଇକି ଦେଖାଉଥିଲେ ଯେ ଏ ପୁଅର ଏମିତି ଏ ଝିଅର ଇଏ ହେଉଛି ଏଇଟା ହେଉଛି ଚିହ୍ନ। ଚିହ୍ନ ଅର୍ଥାତ୍ ତା ତ ଫଟୋ ନଥିଲା, ତାକୁ ଦେଖିକି ସମସ୍ତେ ଖୁସି ହେଉଥିଲେ। ତାମାନେ ଗୋଟେ ଶିଶୁର ପ୍ରତିଛବି ଭଳିଆ ଏଇଟା କାମ କରୁଥିଲା। ଏହା ବ୍ୟତୀତ ଇଏ ପତ୍ର ଆଉ ଫୁଲ ଫଳ ଇଏ ମଧ୍ୟ ଚିତ୍ରକଳା, ଏଥିରେ ମଧ୍ୟ ଚିତ୍ରକଳା କରାଯାଇପାରିବ। କିଭଳି ଭାବରେ? ଚଦର ବା ଚଟାଣ ଉପରେ ବା କାଗଜ ଉପରେ ବିଭିନ୍ନ ପ୍ରକାର ପତ୍ର, ବିଭିନ୍ନ ପ୍ରକାର ଫୁଲ, ବିଭିନ୍ନ ପ୍ରକାର ଫଳ ଯଦି ପାଖରେ ଥାଏ, ପିଲା ସେଗୁଡ଼ିକୁ ସବୁ ନେଇ ଧୀରେ ଧୀରେ ଗୋଟେ ପରେ ଗୋଟେ କିଛି କିଛି ସଜେଇକି ତା ଇଚ୍ଛା ଅନୁସାରେ ସେ କରିବାକୁ ଆରମ୍ଭ କରେ। ଦେଖିବେ ବିଭିନ୍ନ ପତ୍ର ଦେଇଥିବ, ତା ପାଖରେ ମଧ୍ୟ କେଉଁଠି ଗୋଟେ ଫୁଲ ରଖିଥିବ, କେଉଁଠି ଫଳ ମଧ୍ୟ ଗୋଟେ ଥୋଇଥିବ। ବା ବିଭିନ୍ନ ଫଳକୁ ସାଇଜ କରିକିରି ବିଭିନ୍ନ ପ୍ରକାର ଗୋଟେ ଡିଜାଇନ କରିଥିବ। କେତେକ ଫୁଲ ସବୁକୁ ଗୋଟେ ଗୋଟେ ପ୍ରକାର ରଖିକିରି ସିଏ ମଧ୍ୟ ଗୋଟେ ଡିଜାଇନ କରିଥିବ। କିମ୍ବା ପତ୍ର ସବୁକୁ ସଜାଇକି ସିଏ ମଧ୍ୟ ଗୋଟେ ପ୍ରକାର ଡିଜାଇନ କରିଥିବ। ଅଲଗା ଅଲଗା ପ୍ରକାର କରିପାରେ। ପତ୍ରରେ, ଫୁଲରେ, ଫଳରେ ଏକାଠି ମଧ୍ୟ ତିନି ଯାକ ଜିନିଷକୁ ମିଶା ଗୋଳିଆ କରିକି ମଧ୍ୟ ଗୋଟିଏ ଚିତ୍ରକଳା ଅଙ୍କନ କରିପାରେ। ଏଇ ଯେଉଁ ଡିଜାଇନ ସେ କରେ ସେ ମଧ୍ୟ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଲାଗେ। କାରଣ ତାର ବୁଦ୍ଧି, ତାର ସୃଜନଶୀଳତାକୁ ସେ କାମରେ ଲଗେଇଛି ସେଠି। ଏହା ବ୍ୟତୀତ ଯଦି ଆମେ ଧରନ୍ତୁ ପାଉଡ଼ର କି ରଙ୍ଗୀନ ଜିନିଷ, ରଙ୍ଗୀନ ରଙ୍ଗ, କାଠଗୁଣ୍ଡ, ବାଲି ଏଇଭଳିଆ ଜିନିଷ କିଛି ଯଦି ତା ପାଖରେ ଥାଏ, ତାହେଲେ ଆଉ ଅଟା ପେଷ୍ଟ ଯେଉଁଟାକି ବା ଚାଉଳ ଗୁଣ୍ଡ ପେଷ୍ଟ ତାକୁ ଯଦି ଥାଏ, ତାକୁ ସିଏ ମଧ୍ୟ ପିଲା କ'ଣ କରେ ନା ସେଇ ଯେଉଁ ଅଠା ତାକୁ କାଗଜରେ ବା ଚଟାଣରେ ବା ଚଦରରେ ଲଗାଏ। ଆଉ ପାଖରେ ଯାହା ସବୁ ରଙ୍ଗ ଜାତୀୟ ଜିନିଷ ଥିବ ତାକୁ ସବୁ ପକେଇକି ନୂଆ ନୂଆ ଡିଜାଇନର ଆକୃତିର ଚିତ୍ର କରିବାକୁ ଚେଷ୍ଟା କରେ। ଇଏ ମଧ୍ୟ ଗୋଟେ ପ୍ରକାର ପେଣ୍ଟିଂ। ଏହା ବ୍ୟତୀତ ଆଉ ଗୋଟେ ଜିନିଷ ହେଉଛି ମୁଦ୍ରଣ। ସେମାନେ ପ୍ରି ସ୍କୁଲର ପିଲାମାନେ ମଧ୍ୟ ବ୍ଲକ ପ୍ରିଣ୍ଟିଂ କରିପାରିବେ। ଆଳୁ ରଙ୍ଗ କିଛି ଛୋଟ ଛୋଟ ପାତ୍ରରେ ରଙ୍ଗ 2-4 ପ୍ରକାର ରଙ୍ଗ ଥୁଆ ହେଇଛି, କିଛି ପନିପରିବା କିଛି ଥୁଆ ହେଇଛି, ରଖିଦେବା। ସେ କ'ଣ ଆଳୁ କାଟିକିରି ବା ବାଇଗଣ କାଟିକିରି ବା ପିଆଜ କାଟିକିରି ବା ଭେଣ୍ଡି କାଟିକିରି ବା ପଦ୍ମ ନାଡ଼ ତାକୁ ମଧ୍ୟ ରଖିକିରି ସିଏ କ'ଣ କରିବେ ନା ରଙ୍ଗରେ ବୁଡ଼େଇକିରି କାଗଜରେ ଛାପିଦେବେ। ଗୋଟେ ଗୋଟେ ଛାପିବେ। ସିଏ ଗୋଟେ ପ୍ରକାର ମଧ୍ୟ ଅତି ସୁନ୍ଦର ଡିଜାଇନର ସିଏ ଗୋଟେ ମଧ୍ୟ ଚିତ୍ରକଳା ବାହାରିବ। ଏବଂ ତା ବ୍ୟତିରେକ
ଏଇ ଯେଉଁ କପଡ଼ାରେ ସେ ଯେତେବେଳେ ଛୁଏଁ ସବୁ ବିଭିନ୍ନ ପ୍ରକାର ସେ ଖାଲି କେତେବେଳେ ଭେଣ୍ଡି ଛୁଇଁକିରି କଳା ନୀଳ କଲାଣି, କେତେ ହଳଦୀ ଛୁଇଁକିରି କେତେବେଳେ କଲାଣି ପଟାଟୋ କଲାଣି, କେତେବେଳେ ନାଲି ଛୁଇଁକିରି ଟମାଟୋ କରିବାକୁ ଚେଷ୍ଟା କରିବ। ଏଇ ଯେଉଁ ଜିନିଷ କରେ ରଙ୍ଗକୁ ଛୁଆଁଇ କପଡ଼ାରେ ସେ ଯେତେବେଳେ ସ୍ପର୍ଶ କରେ ସେ ଗୋଟେ ଡିଜାଇନ ପ୍ରକାର ବିଭିନ୍ନ ପ୍ରକାର ଡିଜାଇନର ଚିତ୍ରକଳା ଆସେ। ତେଣୁ ଏଇ ଯେଉଁ ଅଙ୍କନ ଚିତ୍ରକଳା ମୁଦ୍ରଣ ଏସବୁ କରିବ ତା ପାଇଁ କିଛି ଜିନିଷ ଦରକାର। ତେଣୁ ଏଇ ଯେଉଁ ଉପକରଣ ଗୁଡ଼ିକ ବାହାରେ ବଜାରରେ ତ ମିଳୁଛି, କିନ୍ତୁ ଘରେ ମଧ୍ୟ ବିନା ବିଶେଷ ଖର୍ଚ୍ଚାନ୍ତ ନ ହୋଇ ସେଗୁଡ଼ିକ ମଧ୍ୟ ଘରେ ମଧ୍ୟ ଯୋଗାଡ଼ କରିହେବ ଏବଂ ସେ ଉପକରଣ ଗୁଡ଼ିକ ଘରେ ମଧ୍ୟ ମିଳିପାରିବ। ଚକ୍ ଆଉ କ୍ରେୟନ୍ ଯାହା କିଛି ବ୍ୟବହାର ହେଇଥାଏ କିଛି ଆଣିକି ଘରୁ ବା କିଣି ଆଣିକି ଘରେ ଥିବ, ସେ ଦୁଇଟା ପିଲା 4 ବର୍ଷ ପିଲାଙ୍କ ପାଇଁ ଅତି ଉପଯୁକ୍ତ। ସେମାନେ ପାଇଲା ମାନେ ସେ କ୍ରେୟନରେ ଗାରେଇବେ, ଚିତ୍ର କରିବେ, ବିଭିନ୍ନ ପ୍ରକାର ଚିତ୍ର, ପେନସିଲରେ ଚକରେ ତଳେ ଗାରେଇବେ, ତାଙ୍କ ମନ ଇଚ୍ଛା ସେ ଯାହା ଚାହିଁବ କରିବେ। ଆଉ ସେ ସେଇଭଳିଆ କରିବାଟା ହେଉଛି ସେମାନେ ତା ଅର୍ଥ ସେମାନେ ଶିଖୁଛନ୍ତି। ତେଣୁ ପେନସିଲ ବା ସ୍କେଚ ପେନ୍ ସେ ଯେତେବେଳେ ତାଙ୍କ ପାଖରେ ପାଇଯିବେ ସେ କ'ଣ କରିବେ, ତାକୁ ଆଗ ପରୀକ୍ଷା ନିରୀକ୍ଷା କରିବେ, ତାପରେ ସେଇଥିରେ ମଧ୍ୟ ସେମାନେ ଟାଣିବେ। ସ୍କେଚ ପେନ୍ରେ ମଧ୍ୟ ଚିତ୍ର କରନ୍ତି, ବିଭିନ୍ନ ପ୍ରକାର ଚିତ୍ର କରନ୍ତି। ମଣିଷ ଚିତ୍ର ହଉ, ପକ୍ଷୀର ଚିତ୍ର ହଉ, ଗଛ ଚିତ୍ର ହଉ, ବହିର ଚିତ୍ର ହଉ, ଖାତା କଲମ ବା ଟିଭିର ଚିତ୍ର ହଉ, ଯେକୌଣସି ଚିତ୍ର କରିବାକୁ ସେମାନେ ଚେଷ୍ଟା କରନ୍ତି। ସେମିତି କାଠ ଖଣ୍ଡ, କୋଇଲା, ଭଙ୍ଗା ଇଟା ତାକୁ ସବୁ ନେଇକି ବିଭିନ୍ନ ଡିଜାଇନର ଆକୃତି ସବୁ କରିବାକୁ ସେମାନେ ମଧ୍ୟ ବେଳେବେଳେ ପିଲାମାନଙ୍କର ଆଗ୍ରହ ଥାଏ, ସେ କରନ୍ତି ମଧ୍ୟ। ବାଲିରେ ଖେଳିବା ବା କିଛି ଆଜିକାଲି ବାଲି ନହେଲେ ଚାଉଳ ଯଦି କିଛି ପାଇଲେ ସେ ଚାଉଳ ମୁଠେ ଆଣିକି ତାକୁ ସବୁ ଘର କଲା ଭଳିଆ କି ଗୋଟେ ଧାର କଲା ଭଳିଆ, ଧାର ଦୁଇ ପଟ କରିକି ନଈ ଗୋଟେ କେନାଲ ଯାଉଛି, ଦୁଇ ପଟେ ବନ୍ଧ ହେଇଛି, ପାଣି ଏ ବାଟେ ଯାଉଛି, ଏଇଟା ତା କନସେପ୍ଟ। ତେଣୁ କିଛି ତାକୁ ଜିନିଷ ବା କାଠ ଗୁଣ୍ଡ ଯଦି କିଛି ପୁଳାଏ ପାଇଲା ତାହେଲେ ସେ କ'ଣ ଦୁଇ ପଟେ କାଠ ଗୁଣ୍ଡକୁ ଦେଇପାରେ। ତା ବ୍ୟତୀତ କାଠ ଗୁଣ୍ଡ ଯଦି ଅଛି ସେ ଏଇ ଯେଉଁ ଅଟା ପେଷ୍ଟ ଥିଲେ କାଠ ଗୁଣ୍ଡ ସେଇଥିରେ ଦେଇ ସେଥିରେ ରଙ୍ଗ ଦେଇ ସିଏ ମଧ୍ୟ ତାକୁ ଗୋଟେ ଚିତ୍ରକଳା ସେଠି ଫୁଟି ଉଠିବ ଏବଂ ସେଇଟା ତାର ସୃଜନଶୀଳତାର ପରିପ୍ରକାଶ। ଆଉ ଗୋଟେ ଲମ୍ବା ହ୍ୟାଣ୍ଡେଲ ଥିବା ଯଦି ବ୍ରଶ ଆଉ ସେ ତୁଳି ପାଇଲା, ବ୍ରଶ ଯେଉଁଟାକି ତୁଳି ଭଳିଆ କାର୍ଯ୍ୟ କରେ ଯଦି ପାଇଲା, ତାହେଲେ ପିଲାଟି ସେ ଚିତ୍ର ନିଶ୍ଚିତ ରୂପରେ ଆଙ୍କିବ, ସେ କେବେ ଖାଲି ବସିବନି। ଏବଂ ଏଥିପାଇଁ ନଡ଼ିଆ ବାହୁଙ୍ଗାର ଛୋଟ ଅଂଶ ତାକୁ ଛେଚି ଦେଲେ ସିଏ ମଧ୍ୟ ବ୍ରଶ ଭଳିଆ କାମ କରିବ। ବାଉଁଶର ଛୋଟ ବାଉଁଶର ଅତି ପତଳା ବାଉଁଶ ତାର ମୁହଁଟାକୁ ଛେଚିଥିଲେ ମଧ୍ୟ ସିଏ ମଧ୍ୟ ବ୍ରଶ ଭଳିଆ କାମ କରିବ। କିଛି ନହେଲେ ଖଣ୍ଡେ ଯେକୌଣସି କାଠିରେ କନା ଗୋଟେ ବାନ୍ଧିଦେଲେ ବା ତୁଳା ଖଣ୍ଡେ ବାନ୍ଧିଦେଲେ ସିଏ ମଧ୍ୟ ବ୍ରଶ ଭଳି କାମ କରିବ। ତେଣୁ ଏ ଯେଉଁ ଚିତ୍ର ସବୁ କରିବା ପାଇଁ ତାକୁ ଉପକରଣ ସାମଗ୍ରୀ ପ୍ରାୟତଃ ଆମ ଘର ଭିତରେ ମିଳିଯିବ। ଆଳୁ ମିଳିଯିବ, ରଙ୍ଗ ବି କିଛି କିଛି ଥିବ, ହୁଏତ କ୍ରେୟନ୍ ଆଉ ଚକ୍ ଟିକେ ଆଣିବାକୁ ପଡ଼ିପାରେ, ତା ବ୍ୟତୀତ ଆଉ କାଠି ଖଣ୍ଡେ ବା କାଠି ଖଣ୍ଡେ ବା ତୁଳା ବା କନା ଟିକେ ୟାକୁ ସବୁ ତାକୁ ଯୋଗେଇକି ରଖିଦେବା ଦରକାର। ତାହେଲେ ସେଇ ଚିତ୍ରକଳା ମନକୁ ମନ ଟାଣିବ। କାରଣ ସେ ଦେଖୁଛି ନା ବାହାରେ କ୍ୟାଲେଣ୍ଡର ଟଙ୍ଗା ହେଇଛି କିମ୍ବା ଚିତ୍ର ସବୁ ଦେଖିପାରୁଛି, ଟିଭିରେ ଦେଖୁଛି, ଅନ୍ୟ କୋଉଠି ଦେଖୁଛି, ତେଣୁ ସେ ଟାଣିବାକୁ ଚିତ୍ରକଳା କରିବାକୁ ଦେଖେଇବ। ଏଇଥିରେ ଗୋଟେ ପୃଷ୍ଠଭାଗ ଦରକାର। କାହା ଉପରେ ଟାଣିବ? କାଗଜ ଉପରେ ଟାଣିବ, ଚଦର ଉପରେ ଟାଣିବ, ପୁରୁଣା ଖବରକାଗଜ ଉପରେ ଟାଣିବ, ମଲାଟ ଉପରେ ଟାଣିବ, ମାଟିଆ ମଲାଟ ଉପରେ କିମ୍ବା ବାଦାମୀ କଲରର ଯେଉଁ ମଲାଟ ମିଳୁଛି ସେଥିରେ ଟାଣିବ, ନହେଲେ ବ୍ୟବହୃତ ହେଉଥିବା ଖାମ ଅଛି ତାକୁ, ନହେଲେ କମ୍ପ୍ୟୁଟରରେ ବ୍ୟବହାର କରାଯାଇଥିବା କାଗଜ ଯଦି ବଳିଥିବ, ପ୍ରିଣ୍ଟ ଆଉଟ୍ ବାହାରିକି ଯେଉଁ କାଗଜ ପଡ଼ିଥିବ ତା ଅପରପାର୍ଶ୍ୱ ତାକୁ ମଧ୍ୟ ସେ ବ୍ୟବହାର କରିପାରିବ। ଆଉ ନୋଟ୍ ବହି ଯଦି ଥିବ ତାକୁ ବି ସେ ବ୍ୟବହାର କରିପାରିବ।
ଏଥିରେ ବାପା ମାଙ୍କର ସହଯୋଗ ଦରକାର, ଭାଇ ଭଉଣୀମାନଙ୍କର ସହଯୋଗ ଦରକାର, ପରିବାର ବର୍ଗଙ୍କର ସହଯୋଗ ଦରକାର, ତାକୁ ଯିଏ ଯତ୍ନ ନେଉଥିବ ତାର ସହଯୋଗ ଦରକାର। ତାକୁ କିଛି ସାମାନ କିଛି ଜିନିଷ ସେ ସାନ ପିଲାଟା ନା, ତାକୁ କିଛି ଖେଳ ସାମଗ୍ରୀ କିଛି ଅଙ୍କନ ସାମଗ୍ରୀ ଯୋଗାଇ ଦେବା ଦରକାର। ପିଲା ଯେତେବେଳେ ମା ସାଙ୍ଗରେ କି ବାପା ସାଙ୍ଗରେ କି ଭାଇ ଭଉଣୀ ସାଙ୍ଗରେ ଦୋକାନ ବଜାରକୁ ଯାଇଥାଏ, ଯଦି ଖେଳନା ଜିନିଷ ବା ବହି ଯେଉଁ ଷ୍ଟେସନାରୀ ଦୋକାନ ଥିବ ସେ କହିବ ଏଇଟା ନେବି ସେଇଟା ନେବି, ସେ ନିଜେ କିଣିକି ବି ଆଣିବାକୁ କହେ, ତାକୁ କିଣିକି ଆଣିଦେବା ଦରକାର। କିନ୍ତୁ ଘରେ ମଧ୍ୟ କେତେକ ଜିନିଷ ନିଜେ ନିଜେ ବିନା ପଇସା ଖର୍ଚ୍ଚ କରିକି ତାକୁ କରିଦେଲେ ଯୋଗାଇ ଦେଲେ ପିଲାଟି ଚିତ୍ରକଳା କରିପାରିବ। ଆଉ ପୁରୁଣା ଖବରକାଗଜ ଘରେ ଅଛି, ବାଦାମୀ କଭର ଘରେ ଥିବ ତ ଥିବ, ବ୍ୟବହୃତ ହୋଇଥିବା ଖାମ୍ ବା କମ୍ପ୍ୟୁଟରରୁ ବାହାରିଥିବା କାଗଜ ଏଇଥିରେ ସେ କରିବ ଚିତ୍ର, କିଛି ଅସୁବିଧା ନାହିଁ। ତେଣୁ ଚଟାଣ ଆଉ କାନ୍ଥରେ ମଧ୍ୟ ବେଳେବେଳେ ପିଲାଟି ଚିତ୍ରକଳା କରିଥାଏ, ସେ ମଧ୍ୟ ଭାରି ସୁନ୍ଦର ଲାଗେ। ଏବଂ ବେଳେବେଳେ ସେ ଏତେ ସୁନ୍ଦର ଲାଗେ ଯେ ଘର ରଙ୍ଗ ସବୁ ଦେଲାବେଳେ ସେଇଟା ଥାଉ ବୋଲି କେତେକ କହନ୍ତି, କାରଣ ସେ ପିଲା ସେଟା ତାର ସୃଜନଶୀଳତାର ପରିପ୍ରକାଶ ଘଟାଇଥାଏ। ଆଉ ଚିତ୍ର ଆଙ୍କିବା ପାଇଁ ପିଲା ପାଖରେ ପର୍ଯ୍ୟାପ୍ତ ପରିମାଣରେ ଜାଗା ସ୍ଥାନ ଟିକେ ତାଙ୍କ ପାଇଁ ଥିବା ଦରକାର। କାନ୍ଥ ହଉ, ଚଟାଣ ହଉ, ବା ଗୋଟେ ଚଦର ହଉ, ଖବରକାଗଜ ହଉ ବା କାଗଜ ହଉ, ଏଇ ଯାହା କିଛି ଜାଗା ସହିତ ତାକୁ ଦେଲେ ସେ ଆରାମରେ ଚିତ୍ର ଗୁଡ଼ିକ ଅଙ୍କନ କରିପାରେ ଏବଂ ସେଟା ତାର ଆଉ ଚିତ୍ରକଳା କରିପାରେ। ଆଉ ଗୋଟେ କଥା ଆସୁଛି ଉପକରଣ ଭିତରେ, ଆଉ ଗୋଟେ କଥା ଆସିଲା ଯେ ରଙ୍ଗ, ବିଭିନ୍ନ ପ୍ରକାର ରଙ୍ଗ, ପୋଷ୍ଟର ରଙ୍ଗ ସବୁ ବଜାରରେ ମିଳୁଛି, ଏଗୁଡ଼ା କିନ୍ତୁ ମହଙ୍ଗା। ତେଣୁ ପାଣିରେ ପାଣି ରଙ୍ଗ ମଧ୍ୟ ପାଉଡ଼ର ରଙ୍ଗ ଆଣିକି ପାଣିରେ ପକେଇକି ତାକୁ ମଧ୍ୟ ବିଭିନ୍ନ ପ୍ରକାର ରଙ୍ଗ ମିଳୁଛି, ଅଳ୍ପ ଖର୍ଚ୍ଚରେ ସେଗୁଡ଼ିକ ମଧ୍ୟ କରାଯାଇପାରିବ। ରଙ୍ଗ ଗୁଡ଼ିକ ତାକୁ ବ୍ୟବହାର କରାଯାଇପାରିବ, ପିଲା ବି ବ୍ୟବହାର କରିବ। 4-6ଟା ପାତ୍ରରେ ରଙ୍ଗ ପାଣି ଟିକେ ଟିକେ ରଖିଦେବ, କୋଉଟା ନାଲି, କୋଉଟା ହଳଦିଆ, କୋଉଟା କଳା, କୋଉଟା ବାଦାମୀ, କୋଉଟା ସବୁଜ, ତାହେଲେ ପିଲା ତୁଳି ତାକୁ ଦେବ। ତାହେଲେ ସେ କ'ଣ କରିବ ନା ସେଗୁଡ଼ିକ ସବୁ ମଧ୍ୟ ବ୍ୟବହାର କରିବାକୁ ଚେଷ୍ଟା କରିବ। ଆଉ ଗୋଟେ ଜିନିଷ, ଗେରୁ ଚାଉଳ ପେଷ୍ଟ ତାକୁ ମଧ୍ୟ ବ୍ୟବହାର କରାଯାଇପାରିବ, ତାକୁ ବ୍ୟବହାର କରି ସେଥିରେ ମଧ୍ୟ ରଙ୍ଗ ଦିଆଯାଇପାରିବ, ସେ ମଧ୍ୟ ଅତି ସୁନ୍ଦର ଦେଖାଯାଏ। କାରଣ ଗାଁ ଗହଳିରେ ବା ସହର ବଜାରରେ ଯେଉଁ ଝୋଟି ବା ଅନ୍ୟ କିଛି ଚିତ୍ର ଯଦି କେଉଁଠି କରାଯାଇଥାଏ ପିଲା ତାକୁ ଦେଖେ ବେଳେବେଳେ, ଏବଂ କ୍ୟାଲେଣ୍ଡରରେ ଥିବା ଚିତ୍ରକୁ ମଧ୍ୟ ଦେଖିଥାଏ। ତେଣୁ ସିଏ ଚେଷ୍ଟା କରେ ସେଇଟା ଯଦି ହେଇଛି ଗୋଟେ କାଗଜରେ, ଇଏ ମଧ୍ୟ ବା ଗୋଟେ କାଗଜରେ କୋଉଥିରେ ହେଇଛି, ଇଏ ମଧ୍ୟ ଶିଶୁ ମଧ୍ୟ ଚେଷ୍ଟା କରେ ଗୋଟେ କ'ଣ କରିବା ପାଇଁ, ଚିତ୍ରଟା କରିବା ପାଇଁ, ସେ ଖବରକାଗଜ ଉପରେ ହଉ ବା ମଲାଟା ଉପରେ ହଉ ବା ଯେକୌଣସି ନୋଟବୁକ୍ ଉପରେ ହଉ। ତେଣୁ ଆଉ ଏସବୁ କଥା ପାଇଁ ସତର୍କତା ସ୍ୱରୂପ ଗୋଟିଏ ପିଲାକୁ ଗୋଟେ ଛୋଟ ଆପ୍ରୋନ ପିନ୍ଧି ଦେଇଥିଲେ ଭଲ, ନିରାପତ୍ତା ଦୃଷ୍ଟିରୁ ବହୁତ ଭଲ। ତାର ଜାମାପଟା ନଷ୍ଟ ହେବନି, ତା ଦେହରେ ରଙ୍ଗ ଲାଗିବନି। ଆଉ ଗୋଟେ କଥା, ଆଉ ଗୋଟେ ଉପକରଣ ହେଉଛି ମାଟି, ମୃତ୍ତିକା। ଯଦି କିଛି ମୃତ୍ତିକା ପିଲା ପାଖରେ ପହଞ୍ଚେଇ ଦିଆଯିବ ବା ଥୋଇ ଦିଆଯିବ, ସେ ତାକୁ ବିଭିନ୍ନ ପ୍ରକାର କରିବାକୁ ଚେଷ୍ଟା କରେ। କିମ୍ବା ଗହମ ଅଟାକୁ ଚକଟିକିରି କିଛି ଥୋଇଦେଲେ ତାହା ବି କାମ ଦେବ। ଯଦି ମାଟି କରିବା ପାଇଁ କେହି ମନଉଣା କରୁଥାନ୍ତି, ତାହେଲେ ସେମାନେ କ'ଣ କରିବେ, ମାଟିରେ ତ ଭାରି ସୁବିଧା। ଗାଁ ଗହଳିର ପିଲାମାନେ ମାଟିରେ ଖେଳିବାକୁ ପସନ୍ଦ କରନ୍ତି। ଲମ୍ବା, ଓସାର, ଉଚ୍ଚତା, ବୃତ୍ତାକାର, 4 କୋଣିଆ, 3 କୋଣିଆ, ବିଭିନ୍ନ ସାଇଜର ଆକୃତିର କରିବାକୁ ସେମାନେ ଚେଷ୍ଟା କରନ୍ତି। ଥାଳିଆ, ଗିନା, କପ୍ ଏସବୁ କରିପାରନ୍ତି। ଏଇ ଜିନିଷ ଗୁଡ଼ାକ ଏଇଟା କ'ଣ, ଏଇଟା ଗୋଟେ ସୃଜନଶୀଳତାର ପରିଚୟ। ଯେଉଁଠି ମାଟି ନାହିଁ ସେମାନେ ଅଟାରେ ହୁଏତ କରିପାରନ୍ତି। ଏବଂ ଛୋଟ ଶିଶୁ ସେ ଯାହା ଦେଖେ ସେଇ ସବୁ ଜିନିଷରେ ଆଜିକାଲି ବିଭିନ୍ନ ପ୍ରକାର ମିଳିଲାଣି ଜିନିଷ ସବୁ ଆଣିକି ସହର ବଜାରରେ ପିଲାଙ୍କୁ ଦେଉଛନ୍ତି। ବିଭିନ୍ନ ପ୍ରକାର
से कादुओ कादुओ भाया थाए ताको सब आनिक से विभिन्न डिजाइन सब करते थालिया गिना चौकी पत्र फूल करने को से चेष्टा करते ये सब हूँ कि माटी बा मृत्तिकाटा सहज उपलब्ध ता साहाय्य से विभिन्न प्रकार आकृतिर जिनिस करें से सृजनशीलतार सी गोटे परिचय से माटीर पिंडुला करें माटीर बेलून माटीर थालिया करें गिना करें प्लेट करें चामच करें जेको जिन कर चेष्टा कर पुणी भांगी देकरी आउ थे आउ किसी नुआ जिन करने चेष्टा करें तेणु यही हूँ सूक्ष्म मस्तिष्क समन्वयर परिचय गढ़ा ताको भांगा पुणी गढ़ा माटी पिंडुला हो कि अटा चकटा मूर्तिक हो आजिकल जो बजार में मिलूँ क्रेन जातीय जिनस सरल तरल मान तरल नुह से गोटे पतला जिनस मिलूँ से पिलाने चित्रकला करें विभिन्न आकृतिर जिनस करें ये जो आकृति जो कथा आम सागे सागे उपस्थापन कले गोटे प्लेट करवा कि चामच करवा कि गोटे पेनसिल करवा स्केल करवा कि गोटे बही आकार करवा गोटे थाली करवा कि गोटे हांडी करवा ये जो जेकोसी जिनिस युवाक जो करवाटा हूँ सूक्ष्म मस्तिष्कर समन्वयर परिप्रकाश यहाँ विकास में उन्नति आनी था माटी से विभिन्न मॉडल भी करें बॉल करें घर करें मेज करें लाठी करें स्केल करें नोटबुक भाया करें गिना भी करें तेणु यहाँ से माटी केमती कौन हवा दरकार जमी कुंभार माटी बोली कह जाए कुंभार माटी कौन जे बाली किसी माटी की किसी कादुआ को पानी रे फेंगी दे किसी दिन पर से कादुआ को बाहर कर आड़ ताकू बाहर किस समय रखीदेव रखला पर से उपयुक्त पाग हो जाए ताकू व्यवहार कर विभिन्न प्रकार मॉडल कुंभार जमी माटी की भाग कर तार हांडी माठिया करता है तार हांडी करे पलम करे अन्य जिन सब या ढाल भाया करता है कलश करता है सेमती पिला माने जेकोसी मॉडल रे से माटी माटीर अभाव अटारे भी घरे करें तेणु से विभिन्न मॉडल तैयारी करती ये मॉडल तैयारी करवाटा हूँ गोटे सृजनशीलतार परिप्रकाश आ गोटे जिनस काटिबा आउ पेस्ट करवा कही रखा चाहूँगी जे पिला मानकु पुराना पत्र पत्रिका खबर कागज पुराना कैलेंडर बा व्यवहार हो सारी लफाफा यदि ये सब जिनस किसी थी तार हाथ पाहांत मिलवा दरकार आजिकल सब विभिन्न एमतीका साइज कैंची अच्छी जो से केवल कागज काटवा हाथ गोड़ किसी कटो एमती गोटे आजिकल कहीं सब आसला से कैंची मध्यम आगे सब छुरी कैंची से हाथ कटिजार भय अच्छी पिला क्षताक्त हो आशंका रही तेणु ये जो आजिकल जो मिलूँ कैंची से कागज काटवा कैंची केवल कागज कटो से अन्य किसी कार क्षति करनी शिशुर से कैंची देले पिला ताकू विभिन्न कागज को विभिन्न साइज काटिपार खाली काटव नुहे से खबर कागज जी फोटो थी कैलेंडर जी फोटो थी जो सब फोटो फोटो पाइब ताकू सब से कौन कर सब से आकृतिर काटिकी चाउल गुंडरे जो तैयारी पेस्ट ताऊपर पेस्ट करने चेष्टा कर अठा दबाटा सब ठीक नुह ना बजार अठा किणा पड़े से अठा तो थे से अठा देकर कागज फोटो को काटिक से मारी पारे कोटा खबर कागज पुराना खबर कागज हो कि कैलेंडर हो कि अन्य कौन चित्र बही हो से चित्र को काटिक से निजे आणिक मारी पारे
ତେଣୁ କାଟିବା ଆଉ ପେଷ୍ଟ କରିବା ଇଏ ମଧ୍ୟ ଗୋଟେ କଳା, ଇଏ ମଧ୍ୟ ସୃଜନଶୀଳତାର ଗୋଟେ ପରିଚୟ। ତେଣୁ ଆମର ଚାଉଳ ବା ଗହମ ଅଟାରେ ତିଆରି ହେଇଥିବା ଯେଉଁ ଅଠା ଭଳିଆ ହେଇଥିବ ସେ ତାକୁ ହିଁ କାଗଜରେ ପେଷ୍ଟ କରିକିରି ତାକୁ ଏଇ ଯେଉଁ ଚିତ୍ର ଯେଉଁ ପିଲା ଯେଉଁ କାଟିଥିବ ଚିତ୍ର ଗୁଡ଼ିକ ବା ଫଟୋ ଗୁଡ଼ିକ ତାକୁ ମଧ୍ୟ ସେଥିରେ ଲଗାଯାଇପାରେ। ଆଉ ଗୋଟେ କଥା, କାଗଜ କାଟିବା ଗୋଟେ ଶୈଳୀ, ଗୋଟେ କୌଶଳ। କାଗଜକୁ କାଟି ସାଇଜ କରି ଡଙ୍ଗା, ବ୍ୟାଗ, କପ୍ ତିଆରି କରିବା, 4 କୋଣିଆ କରିବା, 3 କୋଣିଆ କରିବା ବା ଫୋଲ୍ଡିଂ କରିବା କାଗଜକୁ କାଟିକିରି ସମସ୍ତେ ଏ କଥାକୁ ଲକ୍ଷ୍ୟ କରିছে, ଆମେ ଲକ୍ଷ୍ୟ କରିଛେ। ପିଲା କାଗଜକୁ କାଟିବେ, ତାକୁ 4 ଭାଗ, 6 ଭାଗ, 8 ଭାଗ କରି ଫୋଲ୍ଡ କରିବେ, ତାକୁ ପୁଣି ଖୋଲୁଥିବେ, ବନ୍ଦ କରୁଥିବେ। କିମ୍ବା ତା ସହିତ ଆଉ କ'ଣ କରିବେ ନା ଡଙ୍ଗା ଆକାରର କାଟିକିରି ତାକୁ ଡଙ୍ଗା କରିବେ, ପୁଣି ଖୋଲିବେ, ଡଙ୍ଗା ପୁଣି କରିବେ, ଡଙ୍ଗାକୁ ବେଳେବେଳେ ଭସାନ୍ତି। ଇଏ ତ ଅଲଗା କଥା ରହିଲା। ଏଇଟା ହେଉଛି ଏଇଟା ତାର ସୂକ୍ଷ୍ମ ମସ୍ତିଷ୍କ ୟାକୁ ନିୟନ୍ତ୍ରଣ କରିଥାଏ ଏବଂ ଶିଶୁର ଜ୍ଞାନାତ୍ମକ ବିକାଶରେ ଏଇଟା ସାହାଯ୍ୟକାରୀ ମଧ୍ୟ ହୋଇଥାଏ। ଆଉ ଗୋଟେ କାଗଜକୁ କାଟିବା, କାଗଜରେ କଣା କଣା କରିବା, ତାକୁ ଫୁଙ୍କିବା, ତାକୁ ବେଳେବେଳେ ତାକୁ ବେଲୁନ କରିବାକୁ ଚେଷ୍ଟା କରିବା କିମ୍ବା କପ୍ କରିବାକୁ ଚେଷ୍ଟା କରିବା, ଏଇ ଯେଉଁ ଜିନିଷ ସବୁ କରିବା କାଗଜ କାଟିବା ଯେଉଁ କଥା କୁହାହେଇଥିଲା ଗୋଟେ ଶୈଳୀ। ସେ ଶୈଳୀ ଅନୁସାରେ ସେ ଆଗକୁ ଯାଏ, ତାର ଗୋଟେ ସେଟା ଦକ୍ଷତା ଏବଂ ଡଙ୍ଗା, ବ୍ୟାଗ, କପ୍ ନାନା କଥା ସେ ତିଆରି କରିପାରେ। ଏ ତିଆରି କରିବାଟା ହେଉଛି ଆଗରୁ ଆମେ କହିଛେ ଯେ ଲର୍ଣ୍ଣିଂ ବାଇ ଡୁଇଂ। ଏ କଥା କରିକିରି ସେ ଶିଖେ। ଯଦି ଖରାପ ହେଇଗଲା ସେ ଆଉ ଗୋଟେ କରିବାକୁ ଚେଷ୍ଟା କରେ। କରିବା ଏବଂ ଶିଖିବା। ଏହା ବ୍ୟତୀତ ଆଉ ଗୋଟେ କଥା ଘଟେ, ସେଇଟା ହେଉଛି କୋଲାଜ। ଆମେ ଜାଣିଛେ ଯେ ଯେମିତି ବଡ଼ ଲୋକମାନେ ସବୁ ଫଟୋର କୋଲାଜ କରନ୍ତି, ଗୋଟେ ଡିଜାଇନ କରନ୍ତି, ଏକା ପ୍ରକାରର ଫଟୋ ବା ବିଭିନ୍ନ ଲୋକଙ୍କ ସହିତ ମିଶିଥିବାର ଫଟୋକୁ ରଖି ଗୋଟେ କୋଲେଜ କରି ରଖନ୍ତି, ଯେଉଁଟା ଦେଖିଲେ ଭଲ ଲାଗେ। ପିଲାମାନେ ମଧ୍ୟ ସେମିତି କୋଲେଜ କରିବାକୁ ଭଲ ପାଆନ୍ତି। କିଛି ସାମଗ୍ରୀ ବା ଜିନିଷକୁ ଏକାଠି ପେଷ୍ଟ କରି ରଖାଯାଏ। ଅଠା, ସେ ଅଠାର କାମ ଦେବ, ଅଠା ଦରକାର। ଧରନ୍ତୁ କିଛି ବୋତଲ ଠିପି, ମାଳି, ସୂତା ବା କାଠ ଗୁଣ୍ଡ ବା କପଡ଼ା, ଏଇସବୁ ଜିନିଷ କିଛି ତା ପାଖରେ ରଖାହେଲା। ସେ କ'ଣ କରିବ ନା କେଉଁ ଜିନିଷକୁ ରଖିକିରି ସାଇଜରେ ଗୋଟେ ଆକୃତି ଦେଖାଯିବ। ବୋତଲ ଠିପି ସବୁ ଗୋଟେ ପ୍ରକାର ସାଇଜ ରଖିବ, କାଠକୁ ସବୁ ଗୋଟେ ପ୍ରକାର ସାଇଜ ରଖିବ, ସୂତାକୁ କୋଉଠି ରଖିବ। ସେମିତି ଏଇଟାକୁ କୁହାଯାଏ ଆମେ ପିଲାଟିର କୋଲେଜ ଗଠନ କରିବାର ବା କୋଲେଜ ଧାରଣା ତା ମନରେ ସୃଷ୍ଟି ହୁଏ। ସେ ଦେଖିଛି ଫଟୋ ସବୁ ଯେମିତି କୋଲେଜ କରି ଘରେ ରଖନ୍ତି, ଏଇସବୁ ତା ପାଖରେ ମିଳୁଥିବା ଜିନିଷକୁ ନେଇ ଠିପି, ପ୍ଲାଷ୍ଟିକ ଠିପି, ବୋତଲ ବା କାଠି, ବିଭିନ୍ନ ପ୍ରକାର କାଠି, ବିଭିନ୍ନ ପ୍ରକାର କଲରର ଜିନିଷକୁ ନେଇକି ଏକାଠି ରଖିବା। ଆଜିକାଲି ପିଲାଙ୍କ ଖେଳିବା ପାଇଁ ବିଭିନ୍ନ ପ୍ରକାର ଜିନିଷ ଆସିଲାଣି ଏବଂ ପିଲାମାନେ ତାକୁ ସବୁ ମଧ୍ୟ ଆଜିକାଲି ବ୍ୟବହାର କରୁଛନ୍ତି। କିନ୍ତୁ ସହଜ ଭାବରେ ହାତ ପାହାନ୍ତାରେ ଥାଇ ଗାଁ ଗହଳିର ହଉ ବା ସହର ବଜାରର ହଉ, ପିଲାମାନେ ଏଇସବୁ ଜିନିଷ କଲେ ତାର କ୍ରିଏଟିଭିଟି ବା ସୃଜନଶୀଳତା ବଢ଼ିବ ଏବଂ ସୃଜନଶୀଳତା ତାର ଜ୍ଞାନାତ୍ମକ ବିକାଶରେ ସାହାଯ୍ୟ କରିବ। ଲକ୍ଷ୍ୟ କରିବାର କଥା ଆଉ ଗୋଟେ ଜିନିଷ ଯେ ଚିତ୍ରକଳା ପୁସ୍ତକ ତିଆରି କରିବା, ସିଏ ମଧ୍ୟ ଗୋଟିଏ କଥା। କାଗଜକୁ ଦିଭାଗ କରିବ, ଆଉ ଗୋଟେ କାଗଜକୁ ଦିଭାଗ କରିବ, ଏମିତି 3-4ଟା କାଗଜ କରିକିରି ତାକୁ ପ୍ରଥମେ ସେ ଦେଖୁଛି, ବହି ଦେଖୁଛି, ଖବରକାଗଜ ଦେଖୁଛି, କେମିତି ଫୋଲ୍ଡିଂ ହେଇକି ରହୁଛି। ତେଣୁ ସେ କାଗଜ ପାଇଲେ ତାକୁ କାଟିକିରି ସେ ଗୁନ୍ଥିବା ତ ଜାଣିନଥିବ, ତେଣୁ ସେ ସିଲେଇ କରିବା ବି ଜାଣିନଥିବ,
ତାକୁ ଫୋଲ୍ଡ କରି ରଖିବ, ଗୋଟେ ପରେ ଗୋଟେ ରଖିବ। ଗୋଟେ ଖାତା, ଗୋଟେ ବହି, କାରଣ ବହିର କନସେପ୍ଟ ସେ ଧରିଲାଣି। ତେଣୁ ପୁସ୍ତକ କରିବା, ତାପରେ ତାକୁ କେମିତି କରିବାକୁ ହେବ ତାକୁ ଟିକେ ଶିଖେଇବାକୁ ପଡ଼ିବ। ଗୋଟେ କାଗଜ ଆଉ ଗୋଟେ କାଗଜ ଆଉ ଗୋଟେ କାଗଜ ରଖି ମଝିରେ ଛୁଞ୍ଚି ସୂତାରେ ସିଲେଇ କରିବ, ତାକୁ ଦେଖିବ ଏଇଥିରେ ବର୍ତ୍ତମାନ ତୁ ଚିତ୍ର କର। ସେ ଦେଖିଲା ଯେ ଗୋଟେ ଖାତା ହେଇଗଲା, ଏଇଟା ସେଫଲି ନିରାପଦରେ ରହିପାରୁଛି। ତେଣୁ ସେ କ'ଣ କରିବ ନା ଖାତା ମଧ୍ୟ ତିଆରି କରିବ, କାଗଜରେ ଖାତା କରିକି ସେଇ ଖାତାରେ ଚିତ୍ର କଳା କରିବାକୁ ମଧ୍ୟ ଚେଷ୍ଟା କରିବ। ଏଠି ଅନ୍ୟ ଚିତ୍ରକୁ ମଧ୍ୟ କାଟି ସେ ଆଣିକିରି ସେଇ ଖାତାରେ ତାର ଲଗେଇବାକୁ ଚେଷ୍ଟା କରିବ। ସେ ଲଗେଇଲେ ସେଇଟା ନିରାପଦ ଭାବରେ ତା ରହିପାରିବ। ବେଳେବେଳେ ଯେଉଁ ପୁସ୍ତକ ବା ଯେଉଁ ଖାତାରେ ସେ ତିଆରି କରିଛି କାଗଜରେ, ସେଇଥିରେ ମଧ୍ୟ ଚିତ୍ର ବି ସେ ଆଙ୍କିବ। କାରଣ ସେ ତଳକୁ ତାର ଧାରଣା ହେଲାଣି ଯେ ଏଇଥିରେ ରହିଲେ ସବୁ ଜିନିଷ ଏକାଠି ରହିପାରୁଛି। ଏଇଟା ସୃଜନଶୀଳତାର ଆଉ ଏକ ଉଚ୍ଚତର ସୋପାନ। ତେଣୁ ପ୍ରଥମେ ଛୋଟ ପୁସ୍ତକ ଟିକେ କରିବା ଏବଂ ତାପରେ ଟିକେ ବଡ଼ ପୁସ୍ତକ କରିବାକୁ ଉଦ୍ୟମ କରିବା। ଖେଳଣା ପିଲାଙ୍କ ଜୀବନରେ ଖୁସି ଆଣିଥାଏ, ତା ସହିତ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ। ଖେଳଣା ପିଲା ମଧ୍ୟ ନିଜେ ପ୍ରସ୍ତୁତ କରିପାରିବ। କେମିତି କରିବାକୁ ହେବ ତାକୁ ଶିଖେଇବାକୁ ପଡ଼ିବ ଆମକୁ। ବେଳେବେଳେ ତା ଆଗରେ କରିକି ଦେଖେଇବାକୁ ପଡ଼ିବ। ଏବଂ ଗୋଟେ ଧରନ୍ତୁ ଅଟାର ବା ଖଣ୍ଡେ କାଠିକି ଧରିଲେ ଗୋଟେ ବାଁ ପଟେ ସିଧାକି ରଖିଲେ ବଙ୍କେଇକିରି, ଡାହାଣ ପଟେ ଆଉ ଗୋଟେ କାଠିକି ବଙ୍କେଇକିରି, ମଝିରେ ଖଣ୍ଡେ କାଠିକି ପକେଇଲେ, ଯଦି ଏଇଟା କଲର ଭଳିଆ ହେଇଥାଏ ତାହେଲେ ଆହୁରି ଭଲ। ସେ ଗୋଟେ ଏଇ ଆକାର ଧରିବ, ପିଲା ଗୋଟେ ଜାଣିଲା। ସେମିତି ବା ଅଟା ହଉ କିମ୍ବା ଚାଉଳ ସୁନ୍ଦର ଅଠା ଭଳିଆ ହେଇଥିବ, ତାକୁ ସେଥିରେ ଗୋଟେ ସି କରିକି ଦେଖେଇବ, ତା ବି ସେ ପିଲା ଜାଣିଲା। ତେଣୁ କାର୍ଟୁନ କାଗଜରେ କାଟିକିରି କାର୍ଟୁନରେ ମଧ୍ୟ ଖେଳନା କେମିତି ହେବ, ଆଉ ଦିଆସିଲିରେ କେମିତି ଗାଡ଼ି ଭଳିଆ ଟାଣି ହେଇକି ଯିବ, ସୂତା କେମିତି ଲଗେଇକି ତାକୁ ଟାଣି ହେବ, ଏଇ ଖେଳ ହାଲୁକା ଖେଳଣା ଘରେ କେମିତି ତିଆରି କରିହେବ ତାକୁ ମଧ୍ୟ ଆମମାନେ ବାପା ମା ହିସାବରେ ବା ପରିବାର ଲୋକ ହିସାବରେ ତା ଆଗରେ କରିକି ତାକୁ ଦେଖେଇବା ଦରକାର। ତାହେଲେ କ'ଣ ହେବ ନା ସେ ଜାଣିଲା ହାଲୁକା ଖେଳଣା ଏବଂ ଭାରି ଖେଳଣା ଇଏ ମଧ୍ୟ ଗୋଟେ ଜିନିଷ ଅଛି। ଭାରି ଖେଳଣାକୁ ସେ ଟେକିପାରିବ ବା କରିପାରିବ। ହାଲୁକା ଖେଳଣା ଗୁଡ଼ାକ କାଗଜରେ, ଗୁଡ଼ାକ ରଙ୍ଗ ତୁଳି ମାଧ୍ୟମରେ କରିପାରିବ, ସେଗୁଡ଼ାକ ସେ ତାକୁ ଶିଖେଇ ଦେବା ଦରକାର ଏବଂ ସେ ଧୀରେ ଧୀରେ ତାକୁ ମଧ୍ୟ କରିବ। ଏଥିରେ ଯତ୍ନ ନେଉଥିବା ଲୋକଟିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯତ୍ନ ନେଉଥିବା ଲୋକ କେଉଁମାନେ ବା ବ୍ୟକ୍ତି କେଉଁମାନେ? ମା, ବାପା, ଭାଇ ଭଉଣୀ, ପରିବାର ବର୍ଗ ଲୋକ ଏବଂ ଯଦି ଆୟା କିମ୍ବା ଯତ୍ନ ନେଉଥିବା ଆଉ କେହି ଥିବେ ତାକୁ। ତେଣୁ ଚିତ୍ର କରିବା, ଚିତ୍ରକଳା କରିବା, ଅଙ୍କନ କରିବା, ସ୍ପ୍ରେ କରିବା, ସଙ୍ଗୀତ ଆଗ୍ରହ ପ୍ରକାଶ କରିବା, ଏଇ ଜିନିଷ ଗୁଡ଼ିକ ସେଥିପାଇଁ ତାକୁ ଉତ୍ସାହ ଆଉ ପ୍ରେରଣା ଯୋଗାଇବା ଦରକାର। ଗୋଟେ ଭଲ ବାତାବରଣ ମଧ୍ୟ ତା ପାଇଁ ସୃଷ୍ଟି କରିବା ଦରକାର। ପରିଷ୍କାର ପରିଚ୍ଛନ୍ନ ଜାଗାରେ ଯେମିତି ଶିଶୁଟି ବା ପିଲାଟି ବସି ଖେଳି କରିପାରିବ, ସେଭଳି ଗୋଟେ ସୁଖଦ ପରିବେଶ ଆମକୁ ସୃଷ୍ଟି କରିବାକୁ ହେବ ବା ତାକୁ ଯୋଗାଇ ଦେବାକୁ ହେବ। ଭଲ ପରିଷ୍କାର ଜାଗାରେ ତାକୁ ବସିବାକୁ ଦେବାକୁ ହେବ। ସାଜସଜ୍ଜା ପରିବେଶ ଥିବ ଆହୁରି ଭଲ କଥା। ଆଉ କାରଣ ଶିଶୁମାନେ ତାଙ୍କ ଚାରିପାଖରେ ଥିବା ସବୁ ଜିନିଷକୁ ଭଲ ଭାବରେ ପରଖିଥାନ୍ତି। ତେଣୁ ସେମାନଙ୍କୁ ମଜା ପ୍ରଦାନ କରିବା ପାଇଁ ଯେଉଁ ଭଳିଆ ପରିବେଶ ଦରକାର ସେଭଳିଆ ପରିବେଶଟିଏ ଆମେ ସୃଷ୍ଟି କରିବା ଦରକାର। ଆଉ ତେଣୁ ଏଥିରୁ ଜଣାପଡ଼ିଲା ଯେ କଳା କାର୍ଯ୍ୟକ୍ରମ ଶିକ୍ଷଣୀୟ ଏବଂ ଏହା ପିଲାର ସୃଜନଶୀଳତା, ଯାହାକୁ ଆମେ କ୍ରିଏଟିଭିଟି କହୁଛେ, ସେ ସୃଜନଶୀଳତାକୁ ବଢ଼ିବାରେ ସାହାଯ୍ୟ କରିଥାଏ, ଯାହାକି ଶିଶୁଟିର ଜ୍ଞାନାତ୍ମକ ବିକାଶକୁ ବିକାଶ କରିଥାଏ। ତା ସହିତ ଅନ୍ୟ ସମସ୍ତ ପ୍ରକାର ବିକାଶ, ଶାରୀରିକ ବିକାଶ, ମାନସିକ ବିକାଶ, ବ୍ୟକ୍ତିଗତ ବିକାଶ ହେବାରେ ମଧ୍ୟ ସାହାଯ୍ୟକାରୀ ହୋଇଥାଏ। ତାର ଚିନ୍ତାଧାରାରେ ମଧ୍ୟ ବିକାଶ ହୁଏ ଏବଂ ତାର ଭାବନାକୁ ବ୍ୟକ୍ତ କରିବାର କଳା
ଚିତ୍ରକଳା ଏବଂ ଆକୃତି ଚିତ୍ରାଙ୍କନ ଇଏ ଭାରି ଉପକାରରେ ଲାଗିଥାଏ। ଆଉ ଗୋଟେ କଥା ମନେ ରଖିବା କଥା ଆମେ ଯେ ପିଲାମାନେ ଯାହା ପିଲାଙ୍କର ସୃଷ୍ଟିକୁ କେବେ ହେଲେ ଆମେ ସମାଲୋଚନା କରିବା ନାହିଁ। ଆଗରୁ କହି ରଖିଛେ କେବେ ହେଲେ ସେ ଯେତେବେଳେ ଗୋଟେ ଚିତ୍ରଟିଏ କରିଛି ଗଛଟା ଆମେ କହିବା ନା ଏଇଟା ଗୋଲାପ ଗଛ ନୁହେଁ, ଏଇଭଳି ନକାରାତ୍ମକ ମତ କେବେ ହେଲେ ଦେବା ନାହିଁ। ତାକୁ କହିବା ହଁ ଠିକ୍ କରିଛୁ, ଏଇଟା ଆଉ ଟିକେ ଭଲ ହେଇଥାନ୍ତା, ତୁ ଏମିତି ଏଇଠି ରଙ୍ଗ ଦେଇଥିଲେ କିମ୍ବା ଏଇଠି ଗୋଟେ ଫୁଲ ଲଗେଇଥିଲେ, ଫୁଲ କରିଥିଲେ, କିମ୍ବା ଏଇଠି ସେ ଗୋଟେ ପେନସିଲରେ 4 ବର୍ଷର ପିଲା କରିଛି ନା, ତେଣୁ ସେ ଖାଲି ଗଛ କରି ଗୋଟେ ପତ୍ର ଚିତ୍ର କରିକି ଛୋଟିଆଟିଏ ଯଦି କଢ଼ ଟିକେ ଭଳିଆ ଦାଗ ଦେଲା ସେଇଟା ତା ପାଇଁ ଯଥେଷ୍ଟ। ତାକୁ ଆମେ ପ୍ରୋତ୍ସାହନ ଦେବା ଦରକାର, ତାକୁ ଉତ୍ସାହିତ କରିବା ଦରକାର। କେବେ ହେଲେ ନକାରାତ୍ମକ କଥା ଶିଶୁମାନଙ୍କୁ କହିବା ନାହିଁ। ଛୋଟ ପିଲାଙ୍କ ପାଇଁ କଳାର ଆବଶ୍ୟକତା ବହୁତ ବେଶୀ ଅଛି। କଳା, ଚିତ୍ରକଳା, ଅଙ୍କନ, ସ୍ପ୍ରେ କରିବା, ପେଣ୍ଟିଂ କରିବା, ହସ୍ତକଳା ଏସବୁ ତାକୁ ଉତ୍ସାହିତ କରିବା ଦରକାର। ପିଲା ରଙ୍ଗ ପାଖରେ ଥିଲେ ପିଲା ହାତ ଆଙ୍ଗୁଠି ମାରି ନେଇକି କାନ୍ଥରେ ମାରିଲା। କେତେକ ଲୋକ ଆଗରୁ କହି ରଖିଛି ମୁଁ, ସେ ଯେଉଁ ପିଲା ହାତ ମାରିଥାଏ କାନ୍ଥରେ ତାକୁ ଲିଭାନ୍ତିନି, କାରଣ ସେ ମନକୁ ମନ ଗୋଟେ ଦିଟା 4ଟା ତା ଇଚ୍ଛା ଅନୁସାରେ କରିଥାଏ, ସେ ଏକ ରକମର ଆକୃତି ବା ସୁନ୍ଦର ଚିତ୍ରଟିଏ ଭଳି ଦେଖାଯାଏ। ସେଇଥିପାଇଁ ଆର୍ଟ ଫର୍ ଚିଲଡ୍ରେନ୍ ବା ପିଲାଙ୍କ ପାଇଁ କଳା, ଏହି ବିଷୟରେ ଆମେ ଜାଣିବାର ଆବଶ୍ୟକତା ବହୁତ ବେଶୀ ଅଛି। ଆଉ ଅଙ୍କନ, ଚିତ୍ରକଳା, ମୁଦ୍ରଣ, ରଙ୍ଗ, ମାଟି ବା ମାଟିରେ ଖେଳିବା, ମାଟିରେ ବିଭିନ୍ନ ପ୍ରକାର ପାତ୍ର ତିଆରି କରିବା, ଚାମଚ ହଉ, ହାଣ୍ଡି ହଉ, ପ୍ଲେଟ୍ ହଉ ବା ସ୍କେଲ୍ ହଉ, ଏ ଯେଉଁ କରିପାରୁଛି ଏଇଟା ଗୋଟେ ତାର ସୃଜନଶୀଳତାର ପରିଚୟ। ତେଣୁ ଏହିସବୁ କଥା କରିବା ପାଇଁ କଳା ପ୍ରତି ପିଲାର ଆଗ୍ରହ ଯେମିତି ରହିବ ତାକୁ ପ୍ରୋତ୍ସାହନ ଦେବା ସର୍ବାଦୌ ବାଞ୍ଛନୀୟ। ଆମେ ସେ ଦାୟିତ୍ୱ ଯାହା ପଢ଼ିଲେ ଯାହା ମନେ ରଖିଲେ ସେ ଉପରେ କିଛି ପ୍ରଶ୍ନ ନିଜକୁ ନିଜେ କରି ଆତ୍ମନିରୀକ୍ଷଣ କରି କିଛି ପ୍ରଶ୍ନର ଉତ୍ତର କରିବାକୁ ଚେଷ୍ଟା କଲେ ଭଲ ହେବ ଏବଂ ନିଜର ମଧ୍ୟ କିଛି ଦକ୍ଷତା ବୃଦ୍ଧି ପାଇବ।